आसतु मोर प्रिय प्रभुंकर लोक मैंने आज आम आदि पुस्तकर 24 पर्वटी को आम अध्ययन करवा। आदि पुस्तक 24 पर्वटी को आम अध्ययन करवा। यही 24 पर्व आम 67 वर्सेस 67 गोटी पद आम एठार देखा पारुछु। आउ एठारे अब्राहमकर पुत्र इसाकଙ୍କର विवाह विषय ए संपूर्ण पर्व आमने देखिपर। यही 67 पद गुड़ाक आमने 12टी भागरे आमने विभक्त करिपर। प्रथम पदरे 24 पर्वर प्रथम पदरे अब्राहम तांकर पुत्र इसाकଙ୍କୁ विवाह करने निमंते से निष्पत्ति नेले। तापरे 2 पद ठारू 9 पद पर्यंत सेठारे अब्राहम तांकर प्रधान याजक एलियाजर को से इसाकଙ୍କ पाई एक कन्या नहीं आसवा पाई ताकू कथा करिवार विषय सेठारे वर्णित होइछि बा ताहाकू काम से समर्पण कले। तापरे 10 आउ 11 पदरे आमने ताकर एलियाजरଙ୍କର यात्रा विषय आमने यात्रा से तार यात्रा करबा विषय आमने देखूँ। यात्रा करबा से प्रस्तुत हेले। 12 ठारू 14 पद पर्यंत सेठारे एलियाजर प्रार्थना करबा विषय आमने देखुअछु। आ 14 टा 25 पर्यंत आमने जेते बेले देखू सेठारे एलियाजरଙ୍କର प्रार्थना परमेश्वर शुणिले ताहा आमने देखुछु। 15 रु 21 पद पर्यंत परमेश्वर एलियाजरଙ୍କର प्रार्थना शुणिले। आउ 22 पद ठारू 25 पद पर्यंत सेठारे एलियाजर रिबिकाଙ୍କ संगे कथावार्ता करिवार देखू। आउ 26 और 27 पदरे एलियाजर परमेश्वर को आराधना करिवार आमने देखू। आउ 28 पद ठारू 32 पद पर्यंत जेते बेले आमने देखू रिबिका जाई तांको घरे जो एलियाजर को समाचार देला परे ता रिबिकार भाई लाबान आसी एलियाजर को घर को नहीं जीवार आउ तांको सहित कथा हेबार विषय आमने देखू। तापरे 33 पद ठारू 39 पद पर्यंत एलियाजर जो विषय नहीं आसीथिला सही विषय को आमने देखू। यह 33 पद ठारू 49 पद पर्यंत देखू। पुणी 50 पद ठारू 58 पद पर्यंत एलियाजरଙ୍କର यात्रार सफलता विषय आमने देखू। तापरे 59 ठारू 61 सेठारे एलियाजर पछकू फेरिबा पाई प्रस्तुत हेबार विषय आमने देखू। तापरे 62 ठारू 67 पर्यंत इसाकଙ୍କର विवाह किपरि हेला ताहा आमने देखिबाकू पारो। एही प्रकारे 12 गोटी भागरे एही 67 पद को भाग करा जायछि। वर्तमान आमने 24 पर्वटी को प्रथम पद ठारू आमने ध्यान करिबा। तेणु आमने जेतेबेले एक पदरू आमने ध्यान करू सही समय रे अब्राहम वृद्ध व गत वयस्क थिले। पुणी सदाप्रभु अब्राहम को सबु विषय रे आशीर्वाद करथिले। जेतेबेले अब्राहम वृद्ध बयस रे थिले बा तांकर 140 वर्ष बयस होइथिला सही समय रे इसाकଙ୍କର विवाह होइथिला। ताहा आमने आदि पुस्तक 25 पर्वर 20 पदरे ताहा आमने देखिबाकू पाओ। सही इसाक 40 वर्ष बयस रे पदन आराम्य बतेल कन्या अर्थात आराम्य लाबान भागिनी रिबिका को विवाह कले।
ତାମାନେ ଯେତେବେଳେ ଇସାକକୁ 40 ବର୍ଷ ହୋଇଥିଲା ତେବେ ଆବ୍ରାହମକୁ 140 ବର୍ଷ ହୋଇଥିଲା। କାହିଁକି ନା ଇସାକ ଯେତେବେଳେ ଜନ୍ମ ହେଲେ ସେହି ସମୟରେ ଆବ୍ରାହମଙ୍କର ବୟସ 100 ବର୍ଷ ହୋଇଥିଲା। ଯେତେବେଳେ ଆମେ ଏକ ପଦଟିକୁ ଆମେ ପଢ଼ୁଅଛୁ, ଲେଖା ଅଛି ଆବ୍ରାହମ ବୃଦ୍ଧ ଓ ଗତ ବୟସ୍କ ଥିଲେ, ପୁଣି ସଦାପ୍ରଭୁ ଆବ୍ରାହମକୁ ସବୁ ବିଷୟରେ ଆଶୀର୍ବାଦ କରିଥିଲେ। ତାମାନେ ପ୍ରତ୍ୟେକ ବିଷୟରେ ପରମେଶ୍ୱର ଆବ୍ରାହମକୁ ଆଶୀର୍ବାଦ କରିଥିଲେ। ପ୍ରତ୍ୟେକ ବିଷୟ କହିଲେ ଆର୍ଥିକ ଅବସ୍ଥାରେ ହେଉ, ସାମାଜିକ ଅବସ୍ଥାରେ ହେଉ, ପାରିବାରିକ ଅବସ୍ଥାରେ ହେଉ, ପ୍ରତ୍ୟେକ ଅବସ୍ଥାରେ ପରମେଶ୍ୱର ଆବ୍ରାହମକୁ ଆଶୀର୍ବାଦ କରିଥିଲେ। ଯଦି ଆମମାନେ ଆବ୍ରାହମଙ୍କ ପରି ବିଶ୍ୱାସଯୋଗ୍ୟ ଆଜ୍ଞାକାରୀ ଜୀବନ ବ୍ୟତୀତ କରିବା, ତେବେ ଯେଉଁ ପରମେଶ୍ୱର ଆବ୍ରାହମକୁ ଆଶୀର୍ବାଦ କଲେ ସମସ୍ତ କ୍ଷେତ୍ରରେ, ସେହି ପରମେଶ୍ୱର ଆଜି ଆମମାନଙ୍କୁ ମଧ୍ୟ ସେ ଆଶୀର୍ବାଦ କରିବେ। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ପରିସ୍ଥିତିରେ ସେ ଆଶୀର୍ବାଦ କରିବେ। କାହିଁକି ଏଠାରେ ଆବ୍ରାହମଙ୍କ ଜୀବନରେ ମଧ୍ୟ ଲେଖା ହୋଇଛି ଯେ ଆବ୍ରାହମକୁ ସବୁ ବିଷୟରେ ପରମେଶ୍ୱର ଆଶୀର୍ବାଦ କରିଥିଲେ। ତାପରେ ଦ୍ୱିତୀୟ ପଦଟିକୁ ଆମେ ଯେତେବେଳେ ଦେଖୁ, ସେଠାରେ ଆବ୍ରାହମ ଦମିଶ୍କବାସୀ ଏକ ଏଲିଆଜର ନାମକ ତାଙ୍କର ଯିଏକି ପ୍ରଧାନ ଦାସ, ତାହାଙ୍କୁ ସେ ଏକ ପ୍ରତିଜ୍ଞା କରି ସେ ଏଠାରେ କହୁଅଛନ୍ତି। ସେହି ଏଲିଆଜରଙ୍କୁ ସେ ପ୍ରତିଜ୍ଞା କରାଇ କହିଲେ, କେମିତି ନା ତାର ହାତ ଜଙ୍ଘରେ ରଖି ପ୍ରତିଜ୍ଞା କରିବାକୁ କହିଲେ। ଆବ୍ରାହମ ଏଲିଆଜରଙ୍କୁ ଏହା ପ୍ରତିଜ୍ଞା କରାଇଲେ ଯେ, ଦେଖ, ବର୍ତ୍ତମାନ ମୋର ପୁତ୍ର ଇସାକଙ୍କର ବୟସ ହୋଇଯାଇଛି, ଆଉ ତାହାଙ୍କୁ ବିବାହ କରିବାର ସମୟ ପାଖେଇ ଆସିଲା। ଏଥିପାଇଁ ମୁଁ ଏହି କିଣାନ୍ୟ ଦେଶର କୌଣସି ଝିଅକୁ ମୋ ପୁଅ ସହିତ ମୁଁ ବିବାହ କରିବାକୁ ଚାହେଁ ନାହିଁ। କାରଣ ଏଠିକାର ସ୍ତ୍ରୀମାନେ ବା ଏଠିକାର ଝିଅମାନେ ବିଶ୍ୱାସୀ ନୁହନ୍ତି, ସେମାନେ ପରମେଶ୍ୱରଙ୍କୁ ଜାଣିନାହାନ୍ତି। କିନ୍ତୁ ମୋର ବଂଶରେ ଅଛନ୍ତି ଝିଅମାନେ, ଆଉ ସେଠି ବିଶ୍ୱାସୀ ଲୋକମାନଙ୍କ ମଧ୍ୟରୁ ମୋ ପୁତ୍ର ପାଇଁ ମୁଁ ବିବାହ କରାଇବାକୁ ଚାହେଁ। ଏଥିପାଇଁ ତୁ ଆଜି ଶପଥ କରେ, ମୋ ଜଙ୍ଘ ଉପରେ ହାତ ରଖି, ଆଉ ତୁ ଯିବୁ, ଆଉ ମୋ ପୁତ୍ର ନିମନ୍ତେ ଏକ କନ୍ୟା ନେଇକି ଆସିବୁ, ଆଉ ମୋର ଭାଇଙ୍କ ଗୋଷ୍ଠୀରେ ତୁ ଯାଇ ସେଠୁ ଏକ କନ୍ୟାକୁ ଇସାକଙ୍କ ନିମନ୍ତେ ତୁ ନେଇକି ଆସିବୁ। ଏଠାରେ ଆମମାନେ ଧ୍ୟାନ ଦେଉ ଯେ ଜଣେ ବିଶ୍ୱାସୀ ଝିଅକୁ ବିବାହ କରିବା ଉଚିତ। ଜଣେ ବିଶ୍ୱାସୀ ଝିଅ ବିଶ୍ୱାସୀ ପୁଅ ସହିତ ବିବାହ କରିବା ଉଚିତ। ଯଦି ଜଣେ ବିଶ୍ୱାସୀ ଅବିଶ୍ୱାସୀ ସହିତ ବିବାହ କରେ, ତାହାହେଲେ ସେହି ପରିବାରରେ ଅଶାନ୍ତିର ବାତାବରଣ ଘଟିବ। କାରଣ ଅବିଶ୍ୱାସୀ, ଅନ୍ୟ ଜାତି, ଯିଏ ପରମେଶ୍ୱରଙ୍କୁ ଜାଣିନାହିଁ, ସେ ପରମେଶ୍ୱରଙ୍କର ପ୍ରେମ ସେ ଜାଣିନାହିଁ, ଆଉ ପରିବାରକୁ କି ପ୍ରକାର ମେଣ୍ଟେନ୍ କରିବା ତାହାକୁ ଶିକ୍ଷା ମିଳିନାହିଁ। କାରଣ ପରମେଶ୍ୱର ଆମମାନଙ୍କୁ ପ୍ରେମ ଶିଖାନ୍ତି, ପରମେଶ୍ୱର ସେ ଆମମାନଙ୍କୁ ପବିତ୍ରତା ଶିଖାନ୍ତି। ଆଉ ଯେଉଁମାନେ ଅନ୍ୟ ଜାତି, ସେମାନେ କୌଣସି ପବିତ୍ରତା ବିଷୟରେ ଜାଣନ୍ତି ନାହିଁ। ସେମାନେ ପରିବାରକୁ ଶାନ୍ତିରେ ରଖିବା ସେମାନେ ଜାଣନ୍ତି ନାହିଁ। ଏଥିପାଇଁ ଆବ୍ରାହମ ଏଠାରେ କିଣାନ୍ୟ ଦେଶର ଝିଅମାନଙ୍କୁ ତାଙ୍କ ପୁଅ ପାଇଁ ବିବାହ କରିବା ପାଇଁ ମନା କରୁଅଛନ୍ତି ବା ରାଜି ହେଉନାହାନ୍ତି। ଆଉ ସେହି କିଣାନ୍ୟ ଦେଶରେ 7 ଗୋଟି ଜାତି ସେହି ସମୟରେ ବାସ କରୁଥିଲେ। ସେମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କୁ ଜାଣିନଥିଲେ। ସେମାନେ ଅନ୍ୟ ଜାତି ଲୋକ, ସେମାନେ
विजाति लोक से माने प्रभु को जानी नाहंती, परमेश्वर को जानी नाहंती, आ तांकर प्रेम तांकर पारिवारिक जीवन कि प्रकार जीवन व्यतीत होउछि केही जानी नाहंती। एथिपाई अब्राहम विश्वासी परिवार ठारू तांको पुत्र पाई एक कन्या आनवा पाई से एलियाजर को पठेले। मोर प्रिय, एठारे आमने शिखिबा को पारुअछु जे एक विश्वासी सहित विवाह करवा ही अति उत्तम अटे। 5 पदरे आमने जेतेबेले देखो सेठारे एलियाजर अब्राहम को प्रश्न करछंती, हे प्रभु, जदि मु सेठा को जीवी आ कौनसी झील जदि मो कथा को विश्वास न करे तेबे मु तोर पुत्र को सेठा को नेकी जीवा को पड़िबो। सही देशर स्त्री जदि एही देश को आसीबा को चाहे नाही तेबे तोर पुओ को सही देश को नेबा को पड़िबो। एठारे अब्राहम ब्लड रिलेशन रो ही बाहा हेबा पई से निष्पत्ति नहीं नाहंती, मात्र से एक विश्वासी हेइथिबार अछि। से जणे परमेश्वर को जानिथिबा स्त्री हेइथिबार अछि। एथिपाई से जो जगार स्त्री माने परमेश्वर को जानिछंती सही जगह को जाई आनबा पई एठारे एलियाजर को अब्राहम कहउछंती। तापरे सी जेतेबेले पचारले, हे प्रभु, से जगार स्त्री जदि आसे नाही तेबे मु कौन तोहर पुत्र को सेठाकू नहीं जीवी आ सेठारे मु ताकू विवाह करेबी। आ सही समय अब्राहम कहउछंती, मु परमेश्वर को ठारे मु प्रार्थना करबी, जो परमेश्वर मते आशीर्वाद करिछंती, जो परमेश्वर मते धन दौलत रे मते परिपूर्ण करिछंती, जो परमेश्वर मते आह्वान करी आनी अछंती, आ जो परमेश्वर मते बहु वंश करबा पई प्रतिज्ञा दी अछंती, सही परमेश्वर को मु कहबी आ से परमेश्वर तम सहित दूत पठाइबे आ से दूत सही स्त्री को नहीं आसीबो। एठारे अब्राहम करो विश्वास को आमने देखुअछु, केड़े परमेश्वर को ठारे केड़े बड़ विश्वास। जो परमेश्वर मते एठा को आनी अछंती से परमेश्वर तांको दूत पठाई से स्त्री को बा मोर पुत्र पाई से कन्या को नहीं आसीबो। एठारे आमान को यह शिखिबा को पारुछु अब्राहम को जीवन ठारू जे कौन सी कार्य करिबा पूर्वरु परमेश्वर को हस्ତରେ समर्पण करिबा आ जहा भी करिवे परमेश्वर ही करिवे। तेणु से यह जानिथिले जे परमेश्वर मते से आह्वान करिसंती, मते से प्रतिज्ञा करिसंती बहुवंश हेबा पाए, तो से परमेश्वर कार्य करिवे आओ मते सही विषय पर मते चिंता हेबाको आवश्यक नाही। आओ स्वर्गदूत तम संगे जीवे आओ सही कन्या को सेठारू नहीं कि आसीबे। केवल तुमे सेठाको तमे खाली जाओ, जाइकी तुमे कथा करो आ परमेश्वर तुमको देखेबे। ठीक सही प्रकारे परमेश्वर अब्राहम को कहिथिबा अनुसारे एलियाजर को सहित कार्य करिबार आगुक आमने देखुअछु। मोर प्रिय, परमेश्वर को उपरे आमान को भरोसा रखिबा को पड़िबो। अब्राहम को परि आमानकर संपूर्ण भरोसा परमेश्वर को ऊपर हेबार अछि। अब्राहम को परि आमानकर विश्वास संपूर्ण विश्वास परमेश्वर को ऊपर हेबार अछि। आमाने निज ज्ञान द्वारा निजर विवेक अनुसार आमने कार्य करबा नाही। आमे जे प्रकार आमने चिंता करू विचार करू सही प्रकार आमे कार्य न करू, किंतु परमेश्वर को आमे सही विषय को आमे जनाऊ। जदि आमने परमेश्वर को प्रथम स्थान दे आमने कार्य करबा, परमेश्वर सेठारे आमन को सहाय्य करिवे। अब्राहम एलियाजर को कहिले जे परमेश्वर तुम आगरे स्वर्गदूत को पठेबे आओ से स्वर्गदूत जाई कार्य करिवे। मु एठारे एक उदाहरण मु देबाको चाहे।
ମୋ ଜୀବନରେ ମଧ୍ୟ ମୁଁ ଯେ ସେବା କାର୍ଯ୍ୟ ଆରମ୍ଭ କଲି ଆଉ ଅନେକ ଭାଷା ଦ୍ୱାରା ପରମେଶ୍ୱରଙ୍କର ବାକ୍ୟକୁ ପ୍ରସାର କରିବା ପାଇଁ ଯେଉଁ ଯୋଜନା ମୋର ଚାଲିଅଛି ତାହା ମୁଁ ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଉପରେ ମୁଁ ସମର୍ପିତ କରିଦେଇଅଛି ଆଉ ପରମେଶ୍ୱର ତାହା ଚଲାଉଛନ୍ତି। ଆଉ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ପରମେଶ୍ୱର ଜରୁର ଏହି ମୋର ଯୋଜନାକୁ ସେ ସଫଳ କରିବେ। ଆଉ ମୁଁ ଯେ ମନୁଷ୍ୟ ରୂପରେ ମୁଁ ପରିଶ୍ରମ କରୁଅଛି, ପରମେଶ୍ୱର ମୋତେ ମୁଁ ଯେଉଁ ପରିଶ୍ରମ କରୁଅଛି ତାହା ପରମେଶ୍ୱର ଜାଣନ୍ତି ଆଉ ପରମେଶ୍ୱର ତାହା ମୋ ଜୀବନରେ ପୂରା କରିବେ। ପରମେଶ୍ୱର ଏହି ବାକ୍ୟକୁ ସେ ପୂରା କରିବେ, ଏହି କାର୍ଯ୍ୟକୁ ସେ ସଫଳ ହେବାକୁ ସାହାଯ୍ୟ କରିବେ, ଏହା ମୋର ସମ୍ପୂର୍ଣ୍ଣ ପରମେଶ୍ୱରଙ୍କଠାରେ ଭରସା। ମୋର ପ୍ରିୟ, ଆପଣମାନେ ମଧ୍ୟ ପରମେଶ୍ୱରଙ୍କ ଉପରେ ଭରସା ରଖନ୍ତୁ। ପରମେଶ୍ୱର ନିଶ୍ଚୟ ଆପଣମାନଙ୍କ ପ୍ରତ୍ୟେକ କାର୍ଯ୍ୟରେ ସେ ସାହାଯ୍ୟ କରିବେ। ଆଉ ପରମେଶ୍ୱରଙ୍କର ଯୋଜନାକୁ ଚିହ୍ନିବାକୁ ପଡ଼ିବ। ପରମେଶ୍ୱର ଯେଉଁ ଯୋଜନା ଦେଇ ସେ ଆହ୍ୱାନ କରିଅଛନ୍ତି ତାହା ଆମମାନଙ୍କୁ ଚିହ୍ନିବାକୁ ପଡ଼ିବ। ଯେକୌଣସି କାର୍ଯ୍ୟ ପାଇଁ ଉତାବଳି ହେବାର ଆବଶ୍ୟକ ନାହିଁ। ପରମେଶ୍ୱର ତାଙ୍କରି ସମୟ ଅନୁସାରେ ସେ ପୂରା କରିବେ। ଆଉ ଆବ୍ରାହମ ଏଲିଆଜାରକୁ କହିଲେ ଯେ ମୁଁ ଯେଉଁ ତୁମକୁ ପ୍ରତିଜ୍ଞା ଦେଉଅଛି ତାହା ପରମେଶ୍ୱର ତୁମ ସଙ୍ଗେ ରହିବେ ଆଉ ତୁମେ ସେଠିକାର କନ୍ୟାକୁ ମୋ ପୁତ୍ର ପାଇଁ ତୁମେ ନେଇକି ଆସିବ, କିନ୍ତୁ ମୋର ପୁତ୍ର ସେଠାକୁ ଯିବ ନାହିଁ। ଆଉ ଯଦି ସେ କନ୍ୟାଟି ଇଆଡ଼େ ଆସେ ନାହିଁ, ସେ ଯଦି ତିରସ୍କାର କରିଦିଏ, ତେବେ ତୁମେ ଯେଉଁ ପ୍ରତିଜ୍ଞା ମୋ ସହିତ କରୁଅଛ ସେଥିରୁ ତୁମେ ମୁକ୍ତ ହେବ। ତାପରେ 9 ପଦରେ ଆମେ ଯେତେବେଳେ ଦେଖୁ, ତହିଁରେ ସେହି ଦାସ ଆପଣା ପ୍ରଭୁ ଆବ୍ରାହମଙ୍କର ଜଙ୍ଗରେ ହସ୍ତ ଦେଇ ସେହି ବିଷୟରେ ଶପଥ କଲା। ସେହି ଶପଥ ଏଲିଆଜର ସମସ୍ତ କଥାରେ ସେ ଏଗ୍ରି ହୋଇ ସେ ଶପଥ କରୁଅଛନ୍ତି। ଏହା ଏକ ମଜବୁତ ବା ଏକ ବାସ୍ତବିକ ଶପଥ ଅଟେ। ତାପରେ 10 ପଦରୁ ଆଗକୁ ଯେତେବେଳେ ଆମେ ଦେଖୁ, ସେ ଏଲିଆଜାର ଯିବା ପାଇଁ ସେ ପ୍ରସ୍ତୁତ ହେଲେ ଏବଂ ତା ସାଙ୍ଗରେ 10 ଗୋଟି ଓଟକୁ ସେ ନେଇଗଲେ। ତାପରେ ଉତ୍ତମ ପଦାର୍ଥ ସେ ଓଟରେ ସେ ଭରି ବା ଲଦି ସେ ଆଗକୁ ଯାତ୍ରା କଲେ। ତାପରେ ସେ ଯାଇ ନାହୋର ନଗରରେ ପହଞ୍ଚିଲା। ଆଉ ସେହି ନାହୋର ନଗରର ନାମ ହାରାନ ବୋଲି ବି କୁହାଯାଏ। ହାରାନ ଆବ୍ରାହମଙ୍କ ଭାଇମାନଙ୍କ ମଧ୍ୟରୁ ଜଣେ ଭାଇ ଥିଲା। ଆଉ ସେ ଲୋଟଙ୍କର ପିତା ଥିଲା। ଆଉ ସେହି ନଗରର ନାମ ହାରାନଙ୍କ ଦ୍ୱାରା ଆସିଲା। ତାପରେ ଯେଉଁ ନାହୋର ଯେଉଁ ନଗରରେ ବାସ କରୁଥିଲା ତାର ନାମ ନାହୋର ଥିଲା। ଆଉ ସେହି ନାହୋର ନଗରରେ ବର୍ତ୍ତମାନ ଏଲିଆଜାର ପହଞ୍ଚିଗଲା। ତାପରେ ସେଠାରେ ନାହୋରରେ ପହଞ୍ଚିଲା ପରେ ସେ ଏକ କୂଅକୁ ଦେଖିଲା। ଆଉ ସେ କୂଅ ପାଖରେ ତାର ଓଟମାନଙ୍କୁ ସେ ଠିଆ କଲା। ତାପରେ ସେ ଓଟମାନଙ୍କୁ ଠିଆ କଲା ପରେ ସେ କୂଅ ପାଖରେ ସେ ଅପେକ୍ଷା କଲା। ତାପରେ ସେଠାରେ ସେ ପ୍ରାର୍ଥନା କରିବାକୁ ଲାଗିଲେ। 12 ପଦରୁ ଆଗକୁ ଯେତେବେଳେ ଦେଖୁ, ସେଠାରେ ଏଲିଆଜାର ପ୍ରାର୍ଥନା କରୁଅଛନ୍ତି। ଏହି ପ୍ରକାର ସେ ପ୍ରାର୍ଥନା କଲା, ହେ ମୋହର କର୍ତ୍ତା ଆବ୍ରାହମଙ୍କର ସଦାପ୍ରଭୁ ପରମେଶ୍ୱର, ବିନୟ କରୁଅଛି ଆଜି ମୋ ସମ୍ମୁଖରେ ଶୁଭ ଫଳ ଉପସ୍ଥିତ କର ଆଉ ମୋ ପ୍ରଭୁ ଆବ୍ରାହମଙ୍କ ପ୍ରତି ଦୟା କର। ଦେଖ, ମୁଁ ଏହି କୂପ ନିକଟରେ ଛିଡ଼ା
ହୋଇଅଛି। ଆଉ ଏ ନଗରବାସୀମାନଙ୍କ କନ୍ୟାଗଣ ଜଳ ନେବା ପାଇଁ ଆସୁଅଛନ୍ତି। ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ତୁମ୍ଭେ ଆପଣା କଳସ ନୁଆଇ ମୋତେ ଜଳପାନ କରାଅ। ଏହି କଥା କହିଲେ ସେ ଯେବେ କହିବ, ପାନ କର, ମୁଁ ତୁମ୍ଭର ଓଟମାନଙ୍କୁ ହିଁ ପାନ କରାଇବି, ତେବେ ସେ ତୁମ୍ଭ ଦାସ ଇସାକ ନିମନ୍ତେ ତୁମ୍ଭର ନିରୂପିତା କନ୍ୟା ହେଉ। ତହିଁରେ ତୁମ୍ଭେ ମୋ ପ୍ରଭୁଙ୍କ ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିବି। ଏହି କଥା କହୁ କହୁ ଆବ୍ରାହମଙ୍କର ନାହର ନାମକ ଭ୍ରାତାର ଭାର୍ଯ୍ୟା ମିଲ୍କାର ପୁତ୍ର ଯେ ବଥୁଏଲ, ତାହାର କନ୍ୟା ରିବିକା ସ୍କନ୍ଧରେ କଳସ ଘେନି ବାହାରି ଆସିଲା। ସେହି କନ୍ୟା ପରମ ସୁନ୍ଦରୀ ଓ ଅବିବାହିତା, ଆଉ କୌଣସି ପୁରୁଷର ଉପଭୋକ୍ତା ନଥିଲା। ସେ କୂପ ଭିତରକୁ ଯାଇ କଳସ ପୂର୍ଣ୍ଣ କରି ଉଠି ଆସୁଅଛି। ଏହି ପ୍ରକାରେ ଆମମାନେ ଏଠାରେ ଦେଖୁଅଛୁ। ବିଶେଷ କରି ଏଠାରେ ତାର ପ୍ରାର୍ଥନା ଆମମାନେ ଦେଖୁଅଛୁ। ସେ ପରମେଶ୍ୱରଙ୍କ ନିକଟରେ ଏଲିଆଜର ପ୍ରାର୍ଥନା କଲେ, ହେ ପ୍ରଭୁ, ହେ ସଦାପ୍ରଭୁ ପରମେଶ୍ୱର, ତୁମେ ଆବ୍ରାହମଙ୍କର ପରମେଶ୍ୱର, ଆଉ ମୋ ସ୍ୱାମୀଙ୍କୁ ତୁମେ ଦୟା କର। ଆଉ ଯେଉଁ ବିଷୟ ପାଇଁ ତାହାକେ ମୋତେ ପଠାଇଛନ୍ତି ତାହା ଆଜି ସଫଳ କର। ଆଉ ଯେଉଁ କନ୍ୟା ଏଠାକୁ ଆସିବ ପାଣି ଭରିବା ପାଇଁ, ଯାହାକୁ ମୁଁ କହିବି ସେ ମୋ କହିବା କଥା ଅନୁସାରେ ଯଦି କରିବ, ତାହେଲେ ମୁଁ ଜାଣିବି ଯେ ତୁମେ ମୋ ସଙ୍ଗେ ଅଛ, ଆଉ ଆବ୍ରାହମଙ୍କର ସଙ୍ଗେ ଅଛ, ଆଉ ସେ ଇସାକଙ୍କର ସ୍ତ୍ରୀ ହୋଇପାରିବ। ଆଉ ଯେମିତି ସେ ପ୍ରାର୍ଥନା କରୁଥିଲେ, ସେହି ସମୟରେ ଏକ କନ୍ୟା ରିବିକା ନାମକ ଝିଅ ସେଠାକୁ ପାଣି ଭରିବା ପାଇଁ ଆସିଲା। ପୁଣି ଯେତେବେଳେ ସେ ପାଣି ଭରୁଥିଲା, ଆଉ ସେ ପାଣି ଭରିଲା, ସେହି ସମୟରେ ଏଲିଆଜର ସେହି ଝିଅକୁ ସେ ପାଣି ପିଇବା ପାଇଁ ମାଗିଲେ। ଆଉ ଯେତେବେଳେ ସେ ପିଇବାକୁ ମାଗିଲେ, ତାକୁ ପିଇବା ପାଇଁ ଦେଲେ, ସାଥିରେ ସେ ତାର ଓଟମାନଙ୍କୁ ମଧ୍ୟ ପିଇବା ପାଇଁ ଦେଲେ। ଯେ ପ୍ରକାରେ ସେ ପ୍ରାର୍ଥନା କରିଥିଲେ, ସେହି ପ୍ରକାରେ ସେ କାର୍ଯ୍ୟ କଲେ। ସେଥିରୁ ସେ ଜାଣିବାକୁ ପାରିଲେ ଯେ ବର୍ତ୍ତମାନ ପରମେଶ୍ୱର ମୋହର ପ୍ରାର୍ଥନା ଶୁଣିଅଛନ୍ତି, ଆଉ ଏହି ରିବିକା ହିଁ ଇସାକଙ୍କର ସ୍ତ୍ରୀ ହେବ। ଏଠାରେ ଏଲିଆଜରଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରାର୍ଥନା ଆମମାନେ ଦେଖୁଅଛୁ। ସିଏ ଜଣେ ଯାଜକ ଥିଲେ, ଆଉ ତାଙ୍କୁ ପ୍ରାର୍ଥନା କରିବାକୁ ଉତ୍ତମ ଭାବରେ ଜଣାଥିଲା। ଏଠାରେ ଆମମାନେ ପିତା, ପୁତ୍ର ଆଉ ପବିତ୍ର ଆତ୍ମାଙ୍କର ରୂପ ବା କାର୍ଯ୍ୟ ଆମମାନେ ଦେଖୁଅଛୁ। ଆବ୍ରାହମ ସେ ଏଲିଆଜରଙ୍କୁ ପଠାଇଲେ ଯେ ତାର ପୁତ୍ରଙ୍କ ନିମନ୍ତେ କନ୍ୟା ଆଣିବା ପାଇଁ। ଯେମିତିକି ଏଲିଆଜର ପବିତ୍ର ଆତ୍ମାଙ୍କର ରୂପରେ ସେ କାର୍ଯ୍ୟ କରିବାର ଆମେ ଦେଖୁଅଛୁ। ଯେମିତି କି ମଣ୍ଡଳୀ ନ୍ୟାୟ ସମୟରେ ଯେ ପ୍ରଭୁ ଯୀଶୁଙ୍କ ସହିତ ସେ ମଣ୍ଡଳୀକୁ ପବିତ୍ର ଆତ୍ମା ଯୀଶୁଙ୍କ ନିକଟକୁ ଉଠାଇ ନେବ। ପୁଣି ଯୀଶୁଙ୍କ ସହିତ ପିତାଙ୍କର ମହିମା ହେବ। ସେହି ପ୍ରକାରେ ଏଠାରେ ଆମେ ଦେଖୁଅଛୁ ଯେ ଏଲିଆଜର ସେ ପ୍ରାର୍ଥନା କରୁଅଛନ୍ତି, ଆଉ ଏଲିଆଜର ପବିତ୍ର ଆତ୍ମାଙ୍କ ରୂପରେ ସେ ଆସି ପିତାଙ୍କର କାର୍ଯ୍ୟ ସେ କରୁଅଛନ୍ତି, ବା ଆବ୍ରାହମଙ୍କର କାର୍ଯ୍ୟ ସେ କରୁଅଛନ୍ତି। ଏଠାରେ ଏଲିଆଜର ସେ ଆବ୍ରାହମଙ୍କର
କଥାକୁ ପ୍ରତିଜ୍ଞାକୁ ସେ ଶୁଣିଲେ ଆଉ ତାଙ୍କର କଥାକୁ ମାନି ସେ ଗଲେ। ଆଉ ଆବ୍ରାହମ ମଧ୍ୟ ତାଙ୍କୁ ପଠାଇଲେ। ଠିକ୍ ସେହି ପ୍ରକାରେ ଆଜି ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟରେ ଅଛି ଆଉ ପବିତ୍ର ଆତ୍ମା ଆମମାନଙ୍କୁ ଗାଇଡ଼ କରୁଅଛି। ତେଣୁ ଏଲିଆଜରଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣିଲେ। ଠିକ୍ ସେହି ପ୍ରକାରେ ଆଜି ବି ଆପଣମାନେ ଆମମାନେ ଯଦି ପ୍ରାର୍ଥନା କରୁଅଛୁ, ପରମେଶ୍ୱର ଆମମାନଙ୍କର ପ୍ରାର୍ଥନାକୁ ଶୁଣୁଛନ୍ତି। ଯେକୌଣସି ବ୍ୟକ୍ତି ଯଦି ପରମେଶ୍ୱରଙ୍କ ନିକଟକୁ ଆସେ ତାହାକୁ ନିଶ୍ଚୟ ତାକୁ ପ୍ରତିଫଳ ମିଳିବ। ସେହି ବିଶ୍ୱାସର ସହିତ ଆସିବାର ଅଛି। ସେହି ପ୍ରକାରେ ଏଲିଆଜର ମଧ୍ୟ ସେ ପରମେଶ୍ୱରଙ୍କ ନିକଟରେ ବିଶ୍ୱାସ ସହିତ ସେ ପ୍ରାର୍ଥନା କଲେ ଆଉ ତାଙ୍କର ଓଟମାନଙ୍କୁ ମଧ୍ୟ ସେ ସମ୍ମୁଖରେ ବସାଇଲେ। ଯେତେବେଳେ ଆମେ 14 ପଦକୁ ଆମେ ଦେଖୁ, ସେଠାରେ ଏଲିଆଜର ସେ ପ୍ରାର୍ଥନା କରୁଛନ୍ତି ପରମେଶ୍ୱରଙ୍କୁ, ହେ ପ୍ରଭୁ, ଯେଉଁ କନ୍ୟାକୁ ମୁଁ କହିବି ଯେ ମୋତେ ପାଣି ପିଆଅ ଆଉ ମୋତେ ପାଣି ପିଇବା ପାଇଁ ଦେବା ସତେ ସତେ ସେ କହୁ ଯେ ମୁଁ ତମର ଓଟମାନଙ୍କୁ ମଧ୍ୟ ମୁଁ ପାଣି ପିଇବାକୁ ଦେବି। ସିଏ ହିଁ ମୋର ଇସାକଙ୍କର ସ୍ତ୍ରୀ ହୋଇପାରିବ ବା ମୁଁ ଜାଣିପାରିବି ଯେ ତୁମେ ତାହାକୁ ଇସାକଙ୍କ ପାଇଁ ନିଯୁକ୍ତ କରିଅଛ। ସାଧାରଣ ଭାବରେ ଯଦି ଦେଖାଯାଏ, ପାଣି ସମସ୍ତେ ପିଇବାକୁ ଦିଅନ୍ତି, କିନ୍ତୁ ତାଙ୍କ ଓଟମାନଙ୍କୁ ମଧ୍ୟ ସେ ନିଜ ଇଚ୍ଛାରେ ଯଦି ପିଉଛି, ତାହା ହେଲେ ମୁଁ ଜାଣିପାରିବି ଯେ ଏହା ପରମେଶ୍ୱରଙ୍କର ଯୋଜନା ବୋଲି। ତ ଏହା ଏକ ଏଲିଆଜର ପରମେଶ୍ୱରଙ୍କ ଏକ ଚିହ୍ନ ସେ ମାଗୁଅଛି। ବାଇବଲରେ ଯଦି ଦେଖିବା, ଅନେକ ଲୋକମାନେ ସେହି ପ୍ରକାର ଚିହ୍ନ ସେମାନେ ମାଗୁଥିଲେ। ଗିଦିୟନ ମଧ୍ୟ ସେ ଏକ ଚିହ୍ନ ମାଗିଲା। ଆଉ ଅନେକ ପ୍ରକାର ଏମିତି ଯେଉଁ ପୁରାତନ ନିୟମରେ ବହୁତ ଲୋକ ସେମାନେ ପରମେଶ୍ୱରଙ୍କୁ ସେମାନେ ଚିହ୍ନ ମାଗୁଥିଲେ। ଆଉ ଯେତେବେଳେ ସେ ଏହି ପ୍ରକାର ପ୍ରାର୍ଥନା କରୁଥିଲା, ଠିକ୍ ସେହି ସମୟରେ ରିବିକା ଆସି ସେ କୁହକୁ ସେ ପହଞ୍ଚିଲା। ତାପରେ ସେ ପ୍ରାର୍ଥନା କରୁଥିବା ଅନୁସାରେ ରିବିକା ଆସି ପହଞ୍ଚି ଯେ ପ୍ରକାର ସେ ପ୍ରାର୍ଥନା କରିଥିଲା ସେ ପ୍ରକାର ସେ ପାଣି ଦେବାକୁ ଲାଗିଲା। ଏଠାରେ ଆମମାନେ ଜାଣିବାକୁ ପାରୁ ଯେ ପରମେଶ୍ୱର ସମସ୍ତ କାର୍ଯ୍ୟ ପାଇଁ ସେ ନିଯୁକ୍ତ କରିଥାନ୍ତି। ପରମେଶ୍ୱର କାହାକୁ କେଉଁ ସମୟରେ କ'ଣ ଦେବା ସେ ପରମେଶ୍ୱର ତାହା ଜାଣନ୍ତି। ତେଣୁ ଏଠାରେ ପାଣି ଭରିବାକୁ ତ ଅନେକ ଲୋକ ଆସୁଥିବେ, ଅନେକ ସ୍ତ୍ରୀମାନେ ଆସୁଥିବେ, କିନ୍ତୁ ସେମାନଙ୍କ ମଧ୍ୟରୁ ପରମେଶ୍ୱରଙ୍କ ନିଯୁକ୍ତ କରିଥିବା ସମୟରେ ସିଏ ଯେତେବେଳେ ସେଠାରେ ଯାଇ ପହଞ୍ଚି ପ୍ରାର୍ଥନା କରୁଛନ୍ତି, ଠିକ୍ ସେହି ସମୟରେ ରିବିକା ପାଣି ଭରିବାକୁ ଆସୁଅଛି। ସିଏ ଯଦି ପରମେଶ୍ୱରଙ୍କର ତାହା ଯୋଜନା ନଥାନ୍ତା, ସେ ତା ପୂର୍ବରୁ ବି ଆସି ପାଣି ନେଇଯାଇଥାନ୍ତା କିମ୍ବା ତା ପରେ ମଧ୍ୟ ସେ ଆସିଥାନ୍ତା। କିନ୍ତୁ ଏଠାରେ ପରମେଶ୍ୱରଙ୍କ ଯୋଜନା ଯେ କେଡ଼େ ପରଫେକ୍ଟ କାର୍ଯ୍ୟ ତାହା ଆମେ ଦେଖୁଅଛୁ। ପ୍ରତ୍ୟେକ କାର୍ଯ୍ୟକୁ ପରମେଶ୍ୱର ଯୋଜନା ସେ ତିଆରି କରି ରଖିଅଛନ୍ତି। କେଉଁ ସମୟରେ କାହାକୁ ପଠାଇବା, କେଉଁ ସମୟରେ କାହାକୁ କ'ଣ ଦେବା। ତାପରେ ଏଠାରେ ଆମେ ଦେଖିବାକୁ ପାରୁ ଯେ ରିବିକା ଆସି ତାଙ୍କର ପ୍ରାର୍ଥନା ଅନୁସାରେ ସେ ପାଣି ଦେବାକୁ ଲାଗିଲା, ତାଙ୍କୁ ସେବା କରିବାକୁ ଲାଗିଲା। ଯଦି ଗୋଟିଏ ଓଟ ଯଦି 10 ଘଡ଼ା ଯଦି ପାଣି ପିଉଥିବ, ତେବେ 10ଟା ଓଟ ତାଙ୍କ ପାଖରେ ଥିଲା। ଆଉ ଏତେ ପାଣି ସେ କେତେ ସେ କୂଅରୁ ଭରିଥିବ, କୂଅରୁ ଝିକିଥିବ। ଆଉ ସେହି ସମୟର କୂଅ ବହୁତ ଗଭୀର କୂଅ। ଆଉ ସେ ଗଭୀର କୂଅରୁ ପାଣି
କଢ଼େଇ କଢ଼େଇ ସେ ଏତେ 10 ଗୋଟି ଓଟକୁ ପାଣି ପିଇବାକୁ ଦେଲା। ଏଠାରେ ଆମମାନେ ଏହା ଶିଖୁ ଯେ ପରମେଶ୍ୱର ତାହାକୁ ନିଯୁକ୍ତ କରନ୍ତି ଯିଏ ପରିଶ୍ରମ କରେ। ପରମେଶ୍ୱର ତାହାଙ୍କର କାର୍ଯ୍ୟ ପାଇଁ ନିଯୁକ୍ତ କରନ୍ତି ଯିଏ ପରିଶ୍ରମ କରେ, ଯିଏ ପ୍ରଭୁଙ୍କ ପାଇଁ ପରିଶ୍ରମ କରେ, ଯିଏ କଷ୍ଟ ଉଠାଏ, ଯିଏ କାର୍ଯ୍ୟ କରେ, ସେମାନଙ୍କୁ ପରମେଶ୍ୱର ନିଯୁକ୍ତ କରନ୍ତି। ଏଠାରେ ରିବିକାକୁ ପରମେଶ୍ୱର ନିଯୁକ୍ତ କରିଥିଲେ କାରଣ ଇସାକ ଏକ ମହାନ ପୁରୁଷ ହେବାକୁ ଯାଉଅଛି ଆଉ ତାଙ୍କୁ ସେବା କରିବାର କେବଳ ରିବିକାଙ୍କର ହିଁ ଶକ୍ତି ବା ସିଏ କେମିତି ସେବା କରାଯାଏ। ସେ ଜଣେ ଏକ ପରିଶ୍ରମୀ ଏକ ସ୍ତ୍ରୀ ଥିଲା ଆଉ ସେ କଷ୍ଟ ଉଠାଇ ପରିଶ୍ରମ କରି ସେବା କରିବା ଏକ ସ୍ତ୍ରୀ ଥିଲା। ଏଥିପାଇଁ ପରମେଶ୍ୱର ତାହାକୁ ନିଯୁକ୍ତ କଲେ। ଯେତେବେଳେ ରିବିକା ଓଟମାନଙ୍କୁ ପାଣି ପିଉଥିଲା ସେହି ସମୟରେ ଏଲିଆଜର ଚୁପଚାପ ଠିଆ ହୋଇ ସେ ଦେଖୁଥିଲେ ଆଉ ସେ ଭାବୁଥିଲେ ଯେ ଚୁପଚାପ ଠିଆ ହୋଇ ଯେ ମୋର ପ୍ରାର୍ଥନା ତ ପରମେଶ୍ୱର ଶୁଣିଲେ ଆଉ ଯେ ପ୍ରକାର ମୁଁ ପ୍ରାର୍ଥନା କରିଥିଲି ସେମିତି ଆଉ ପ୍ରଭୁ ଦେଖେଇଲେ, କିନ୍ତୁ ଆଉ ଗୋଟେ ମୋତେ ସନ୍ଦେହ ଲାଗୁଛି ଯେ ଆବ୍ରାହମ ମୋତେ କହିଥିଲେ ଯେ ସେ ଝିଅଟା ମୋର ବଂଶର ଝିଅ ହୋଇଥିବାର ଅଛି, ତ ଇଏ କାହାର ବଂଶର ଝିଅ, କାହାର ଝିଅ ମୁଁ କେମିତି ଜାଣିବି? ତାହାକୁ ମୋତେ ଏବେ ପଚାରିବାକୁ ପଡ଼ିବ। ତେଣୁ ସେ 22 ପଦରେ ସେ ପଚାରିଲେ ଯେ ପୁଣି ଓଟମାନେ ଜଳପାନ କଲା ପରେ ସେହି ପୁରୁଷ ତାହା ନିମନ୍ତେ ଅଧଭରି ପରିମିତ ସୁବର୍ଣ୍ଣ ନଥ ଓ ତାହାର ହସ୍ତ ନିମନ୍ତେ 10 ଭରି ପରିମିତ 2 ସୁବର୍ଣ୍ଣ ବଳା ନେଇ କହିଲା, ନିବେଦନ କରୁଅଛି, ତୁମ୍ଭେ କାହାର କନ୍ୟା ମୋତେ କୁହ? ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରାତ୍ରି କ୍ଷେପଣ କରିବାକୁ କି ସ୍ଥାନ ଅଛି? ତହିଁରେ ସେ ଉତ୍ତର ଦେଲା, ନାହୋରର ଔରସରେ ମିଲ୍କାଠାରୁ ଜାତ ପୁତ୍ର ଯେ ବତୁଏଲ, ମୁଁ ତାଙ୍କର କନ୍ୟା। ସେ ଏଠାରେ କେବଳ ତାଙ୍କୁ ରହିବା ପାଇଁ ସ୍ଥାନ ପଚାରୁଥିଲେ ଆଉ 25 ପଦରେ ସେ ରିବିକା କହିଲେ ଯେ ଆମମାନଙ୍କର ପାଳକୁଟା ଓ ଦାନା ଯଥେଷ୍ଟ ଅଛି, ମଧ୍ୟ ରାତ୍ର କ୍ଷେପଣ କରିବା ପାଇଁ ସ୍ଥାନ ମଧ୍ୟ ଅଛି, ଓଟମାନଙ୍କ ପାଇଁ ଦେବା ପାଇଁ ସେମାନଙ୍କ ପାଇଁ ଚାରା ମଧ୍ୟ ଅଛି ଆଉ ରହିବା ପାଇଁ ଜାଗା ମଧ୍ୟ ଅଛି। ଏଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ବତୁଏଲଙ୍କର ଝିଅ ଆଉ ମୋର ପରିଚୟ ଏହା, ଆଉ ଆପଣ ଆସନ୍ତୁ। ତାପରେ ଏହି ପରିଚୟଟିକୁ ଯେତେବେଳେ ଏଲିଆଜର ଜାଣିପାରିଲେ, ତାପରେ ସେ ପରମେଶ୍ୱରଙ୍କୁ ଦଣ୍ଡବତ କରି ବା ତାଙ୍କୁ ପ୍ରଣାମ କରି ନମସ୍କାର କରି ସେ ଧନ୍ୟବାଦ ଦେବାକୁ ଲାଗିଲେ। ପରମେଶ୍ୱରଙ୍କୁ ସେ ଧନ୍ୟବାଦ ଦେଲେ, ଧନ୍ୟ ପ୍ରଭୁ ଆବ୍ରାହମଙ୍କର ପରମେଶ୍ୱର, ମୁଁ ଯେ ପ୍ରକାରେ ମୁଁ ଭାବୁଥିଲି ଆଉ ମୋର ପ୍ରାର୍ଥନାକୁ ତୁମେ ଶୁଣି ସେହି ଅନୁସାରେ ମୋତେ ଦେଖାଇଅଛ। ତାପରେ ରିବିକା ସେ ଯାଇ ତାଙ୍କ ଘରେ ଏ ସମସ୍ତ ଘଟଣା ତାଙ୍କ ମାଆକୁ ସେ କହିବାରେ ଲାଗିଲା। ଆଉ ଯେତେବେଳେ ଏହି କଥା ତାର ଭାଇ ଶୁଣିଲା, ଲାବାନ ସେ ଦୌଡ଼ି ଯାଇ ଏଲିଆଜରଙ୍କ ପାଖକୁ ସେ ଦୌଡ଼ିଗଲା। ସେ କୂଅରେ ଠିଆ ହୋଇକି ଥିଲା ଆଉ ତାହାକୁ ଦେଖି ଲାବାନ କହିଲା, ହେ ପ୍ରଭୁ, ତୁମେ ଏଠି କାହିଁକି ଛିଡ଼ା ହୋଇଅଛ? ଚାଲ ଘରକୁ ଯିବା। ତାପରେ ମୁଁ ତୁମର ଓଟମାନଙ୍କ ପାଇଁ ମଧ୍ୟ ଖାଦ୍ୟ ବା ଚାରା ମୁଁ ପ୍ରସ୍ତୁତ କରିଅଛି।
ତାପରେ ସେ ତାଙ୍କ ଘରୁ ତାକୁ ନେଇକି ଗଲେ। ତାପରେ ଘରେ ଗଲା ପରେ ତାହାଙ୍କ ନିମନ୍ତେ ତାଙ୍କୁ ଅତିଥି ସତ୍କାର କଲେ। ତାପରେ ତାଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କଲେ। ପୁଣି ଖାଦ୍ୟ ଖାଇବାର ସମୟ ଯେତେବେଳେ ହେଲା, ଏଲିଆଜର ପୁଣି କହିଲେ, ଯେଉଁ ପର୍ଯ୍ୟନ୍ତ ମୁଁ ଯେଉଁ ଉଦ୍ଦେଶ୍ୟ ପାଇଁ ଆସିଅଛି ସେ ଉଦ୍ଦେଶ୍ୟକୁ ମୁଁ ନ କହିଲା ଯାଏ ମୁଁ ଖାଦ୍ୟ ଖାଇବି ନାହିଁ। ଆଉ ଯଦି ତାହା ପରମେଶ୍ୱରଙ୍କର ଇଚ୍ଛା ହୁଏ, ଆଉ ଯେଉଁ ଉଦ୍ଦେଶ୍ୟ ମୁଁ ଆସିଅଛି ତାହା ଯଦି ସଫଳ ହୁଏ, ତାହା ହେଲେ ମୁଁ ଖାଇବି, ନହେଲେ ମୁଁ ଖାଇବି ନାହିଁ। ନହେଲେ ଏଠୁ ମୁଁ ଆଉ ଅନ୍ୟ ଦିଗକୁ ମୁଁ ଯିବି। ଏହି ପ୍ରକାର ସେ ଯେତେବେଳେ କହିଲେ, ଆଉ ସେ ପରିବାର ଲୋକମାନେ ସେମାନେ କହିଲେ ଯେ କୁହନ୍ତୁ କି ଉଦ୍ଦେଶ୍ୟ ନେଇ ଆସିଅଛନ୍ତି, ଆପଣଙ୍କର ଉଦ୍ଦେଶ୍ୟ ଆମମାନଙ୍କୁ ଜଣାନ୍ତୁ। ବିଶେଷ ଏଠାରେ ଆମମାନେ ଶିଖିବାକୁ ପାରୁ ଯେ ଯେତେବେଳେ ସେ ଏଲିଆଜର ତାଙ୍କ ଘରକୁ ଆସିଲେ ତ ତାଙ୍କର ପାଦ ଧୋଇବା ପାଇଁ ଜଳ ଦିଆଯାଉଅଛି। ଆଉ ଏହି ସଂସ୍କୃତି ଆଜି ଆମମାନଙ୍କ କଲଚରରେ ମଧ୍ୟ ତାହା ଚାଲି ଆସିଛି। କେହି ଯଦି ଜଣେ ବ୍ୟକ୍ତି ଆମ ଘରକୁ ଆସେ ତାହେଲେ ତାହାଙ୍କୁ ପାଦ ଧୋଇବା ପାଇଁ ପାଣି ଦିଆହୁଏ। ଯିଏ ପରମେଶ୍ୱରଙ୍କର କାର୍ଯ୍ୟ ପାଇଁ ଯାଏ ତାହାଙ୍କ ପାଇଁ ପରମେଶ୍ୱର ଉତ୍ତମ ଖାଦ୍ୟ ସେ ପ୍ରସ୍ତୁତ କରିଦିଅନ୍ତି। ଆଉ ରହିବା ପାଇଁ ମଧ୍ୟ ଉତ୍ତମ ସୁବିଧା ଦିଅନ୍ତି। ଏହି ପ୍ରକାରେ ଆମମାନେ ଦେଖୁଅଛୁ ଏଠାରେ ଏଲିଆଜରଙ୍କ ନିମନ୍ତେ ରିବିକାଙ୍କ ଘରେ ସମସ୍ତ ପ୍ରସ୍ତୁତ କରି ତାଙ୍କୁ ଅତିଥି ସତ୍କାର କରିବାର। ପୁଣି ଆମମାନେ ବିଶେଷ ଆଉ ଗୋଟିଏ କଥା ଏଠାରେ ଦେଖୁଅଛୁ, ଯେତେବେଳେ ତାହାଙ୍କୁ ଏଲିଆଜରଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦେଉଛନ୍ତି, ସେହି ସମୟରେ ସେ କହିଲେ, ନାଇଁ, ଯେଉଁ କାର୍ଯ୍ୟ ପାଇଁ ମୁଁ ଆସିଅଛି ସେ କାର୍ଯ୍ୟ ସଫଳ ନ ହେଲା ଯାଏ ମୁଁ ଖାଇବି ନାହିଁ। ଏଠାରେ ଆମମାନେ ଦେଖୁଅଛୁ ବିଶେଷ କରି ସେ କାର୍ଯ୍ୟକୁ ସେ ପ୍ରଥମ ସ୍ଥାନ ଦେଉଅଛି, ଖାଦ୍ୟ ପରେ, କିନ୍ତୁ କାର୍ଯ୍ୟ ପ୍ରଥମେ ସଫଳ ହେବା ଆବଶ୍ୟକ। ମୁଁ ଲମ୍ବା ସଫର କରି ଆସିଅଛି, ମୁଁ ହାଲିଆ ବି ହୋଇଅଛି, ଆଉ ମୋତେ ଭୋକ ବି ଲାଗୁଅଛି, କିନ୍ତୁ ଯେଉଁ କାର୍ଯ୍ୟ ପାଇଁ ମୋର ସ୍ୱାମୀ, ମୋର ମାଲିକ ମୋତେ ଏଠାକୁ ପଠାଇ ଅଛନ୍ତି, ଆଉ ସେ କାର୍ଯ୍ୟ ନ ହେଲା ଯାଏ ମୁଁ ଖାଇବି ନାହିଁ। ତାପରେ ସେ ତାଙ୍କର ଯାଇଥିବା ଉଦ୍ଦେଶ୍ୟଟିକୁ ସେ କହିବାକୁ ଲାଗିଲେ। ଆବ୍ରାହାମଙ୍କର ସେ ପରିଚୟ ଦେଉଅଛନ୍ତି। ଆବ୍ରାହାମ ଯେ ମୋର ସ୍ୱାମୀ ତାହାକୁ ଆପଣମାନେ ଭଲରେ ଜାଣନ୍ତି। ସେ ଆପଣଙ୍କର ସମ୍ପର୍କୀୟ ଲୋକ। ଆଉ ପରମେଶ୍ୱର ତାହାକୁ ବହୁତ ଉନ୍ନତ କରିଅଛନ୍ତି। ପରମେଶ୍ୱର ତାହାକୁ ଆଶୀର୍ବାଦ କରିଅଛନ୍ତି। ପରମେଶ୍ୱର ଧନ ଦୌଲତରେ ତାହାକୁ ପରିପୂର୍ଣ୍ଣ କରିଅଛନ୍ତି। ଏଲିଆଜର ଆବ୍ରାହାମଙ୍କର ପରିଚୟକୁ ସେ ସମ୍ପୂର୍ଣ୍ଣ ପରିଚୟ ସେ କହିଦେଲେ। ପରମେଶ୍ୱର କିପରି ତାହାଙ୍କୁ ପରମେଶ୍ୱର ତାହାଙ୍କୁ କିଭଳି ତାଙ୍କୁ ଉନ୍ନତ କରିଅଛନ୍ତି। ସେ କହିଲେ, ଆବ୍ରାହାମ ସେ ଏଠାରୁ ଆପଣମାନଙ୍କର ପରିବାର ଠାରୁ ସେ ପୃଥକ ହୋଇ 75 ବର୍ଷ ହେଇଗଲାଣି। ଆଉ ବର୍ତ୍ତମାନ ତାଙ୍କୁ ପରମେଶ୍ୱର ବହୁତ ଧନ ସମ୍ପତ୍ତିରେ ଆଶୀର୍ବାଦ କରିଅଛନ୍ତି। ତାଙ୍କ ପାଖରେ ସୁନା, ରୂପା, ଆଉ ଗାଈ, ଗୋରୁ, ପୁଣି ମେଣ୍ଢା, ଆଉ ଅନେକ ଧନ ସମ୍ପତ୍ତିରେ ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କରିଅଛନ୍ତି। ତେଣୁ ତାଙ୍କୁ ଆଉ ଗୋଟେ ଏକମାତ୍ର ଅଦ୍ୱିତୀୟ ପୁତ୍ରଙ୍କୁ ମଧ୍ୟ ତାଙ୍କୁ ପରମେଶ୍ୱର ଦେଇଅଛନ୍ତି। ଆଉ ସେହି ଆବ୍ରାହାମଙ୍କର ଯେଉଁ ପୁତ୍ର ସେ ବର୍ତ୍ତମାନ ବିବାହ କରିବା ପାଇଁ ତାଙ୍କର ବୟସ ହୋଇଯାଇଛି। ତେଣୁ ଆବ୍ରାହାମ ମୋତେ କହିଲେ ଯେ ତୁମେ ଯାଅ, ମୋର ବଂଶଠାରୁ
ଏକ କନ୍ୟାକୁ ମୋର ପୁତ୍ର ପାଇଁ ତୁମେ ନେଇକି ଆସ। ଆଉ ଏଥିପାଇଁ ମୁଁ ଏକ କନ୍ୟା ତା ପାଇଁ ନେବା ପାଇଁ ମୁଁ ଆପଣମାନଙ୍କ ନିକଟକୁ ଆସିଅଛି। ଏହି ପ୍ରକାରେ ପରମେଶ୍ୱରଙ୍କ ଆବ୍ରାହମଙ୍କର ଦାସ ଏଲିଆଜର ରିବିକାଙ୍କ ପରିବାରକୁ ସମସ୍ତ ବୃତ୍ତାନ୍ତ ସେ କହିଦେଲେ। ତାପରେ ସେ ଏହା ବି କହିଲେ ଯେ ମୁଁ ଆବ୍ରାହମକୁ ଯେତେବେଳେ ମୋତେ ଏହି କଥା କହିଲେ ତ ମୁଁ କହିଲି ଯେ ଯଦି କୌଣସି କନ୍ୟା ମୋହର କଥାକୁ ବିଶ୍ୱାସ ନ କରେ କିମ୍ବା ମୋ କଥାରେ ସେ ରାଜି ନ ହୋଇ ମୋ ସହିତ ଆସିବାକୁ ନ ଚାହେଁ ତେବେ ମୁଁ କ'ଣ କରିବି? କ'ଣ ମୁଁ ତୋର ପୁତ୍ରକୁ ପୁଣି ମୁଁ ସେହି ଜାଗାକୁ ନେଇ ସେଠାରେ ମୁଁ ବିବାହ କରି ଆଣିବି? ସେହି ସମୟରେ ଆବ୍ରାହମ ମୋତେ କହିଲେ ଯେ ନାଇଁ, ମୋର ପୁତ୍ରକୁ ସେଠାକୁ ଯିବାକୁ ଆବଶ୍ୟକତା ନାହିଁ। ମୋର ପୁତ୍ରକୁ ସେଠାକୁ ନେଇକି ଯିବାର କୌଣସି ଆବଶ୍ୟକ ନାହିଁ। ଯେଉଁ ପରମେଶ୍ୱର ମୋତେ ଆହ୍ୱାନ କରିଅଛନ୍ତି, ଯେଉଁ ପରମେଶ୍ୱର ମୋତେ ତାହାଙ୍କ କାର୍ଯ୍ୟ ନିମନ୍ତେ ସେ ନିଯୁକ୍ତ କରିଅଛନ୍ତି, ପ୍ରତ୍ୟେକ ପରିସ୍ଥିତିରେ ସେ ମୋତେ ସାହାଯ୍ୟ କରି ଆସୁଅଛନ୍ତି। ଆଉ ମୋ ସହିତ ସେ ଯେଉଁ ପ୍ରତିଜ୍ଞା କରିଅଛନ୍ତି ମୋର ବଂଶକୁ ଅଭିବୃଦ୍ଧି କରିବା ପାଇଁ, ମୋର ବଂଶକୁ ସେ ଏକ ସମୁଦ୍ରର ବାଲୁ ସଦୃଶ କରିବା ପାଇଁ, ଯେଉଁ ପରମେଶ୍ୱର ମୋର ବଂଶକୁ ଆକାଶର ତାରାଗଣଙ୍କ ସଦୃଶ ବୃଦ୍ଧି କରିବା ପାଇଁ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ସେ ପରମେଶ୍ୱର ତୁମ ସହିତ ସ୍ୱର୍ଗଦୂତକୁ ପଠାଇବେ। ଆଉ ସେ ସ୍ୱର୍ଗଦୂତ ଯାଇ ସେହି କନ୍ୟାକୁ ନେଇ ଆସିବ। ସ୍ୱର୍ଗଦୂତ ଯାଇ ତମେ ଯେ ପ୍ରକାର ଯିବ, ଆଉ କେମିତି ଯିବ, ଆଉ କାହା ସହିତ କଥା କରିବ, ସମସ୍ତ କାର୍ଯ୍ୟକୁ ସେହି ସ୍ୱର୍ଗଦୂତ ପରିଚାଳନା କରିବେ। ତ ସେହି ଅନୁସାରେ ମୁଁ ଆଜି ଆପଣମାନଙ୍କ ନିକଟକୁ ଆସିଅଛି। ଏହି ପ୍ରକାର ସମସ୍ତ ବୃତ୍ତାନ୍ତ ସେମାନଙ୍କୁ ଜଣାଇ ଦେଲା। ତାପରେ ସେ ଆହୁରି ମଧ୍ୟ କହିଲେ ସେମାନଙ୍କୁ ଯେ ମୁଁ ଯେତେବେଳେ ଏଠାକୁ ଆସିଲି, ତାପରେ ସେ କୂଅ ନିକଟରେ ଠିଆ ହୋଇ ମୁଁ ପ୍ରାର୍ଥନା କରୁଥିଲି। ପରମେଶ୍ୱରଙ୍କୁ ମୁଁ ଏହା କହିଲି ଯେ ଆବ୍ରାହମଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ଯେବେ ମୋହର କୃତ ଯାତ୍ରା ସଫଳ କର, ତେବେ ଦେଖ ମୁଁ ଏବେ ଏହି ସଜଳ କୂପ ନିକଟରେ ଛିଡ଼ା ହୋଇଅଛି। ତହିଁରେ ଜଳ କାଢ଼ିବାକୁ ଆଗତା କୌଣସି କନ୍ୟାକୁ ଯେବେ ମୁଁ କହେ ତୁମ୍ଭ କଳସରୁ ମୋତେ କିଛି ଜଳ ପାନ କରିବାକୁ ଦିଅ, ପୁଣି ସେ କନ୍ୟା ଯେବେ ମୋତେ କହେ ତୁମ୍ଭେ ପାନ କର ଓ ତୁମ୍ଭ ଓଟମାନଙ୍କ ନିମନ୍ତେ ହିଁ ଜଳ କାଢ଼ିଦେବି, ତେବେ ସେ ମୋ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ୱାରା ନିରୂପିତା କନ୍ୟା ହେଉ। ଏହି କଥା ମୁଁ ମନେ ମନେ କହୁଥିଲି। ଏଥିମଧ୍ୟରେ ରିବିକା ସ୍କନ୍ଧରେ କଳସ ଘେନି ବାହାରକୁ ଆସିଲା। ପୁଣି ସେ କୂପ ଭିତରକୁ ଯାଇ ଜଳ କାଢ଼ନ୍ତେ ମୁଁ କହିଲି, ବିନୟ କରୁଅଛି, ମୋତେ ଜଳ ପାନ କରାଅ। ତହିଁରେ ସେ ଶୀଘ୍ର ସ୍କନ୍ଧରୁ କଳସ ନୁଆଇ କହିଲା, ପାନ କର। ପୁଣି ମୁଁ ତୁମ୍ଭ ଓଟମାନଙ୍କୁ ହିଁ ପାନ କରାଇବି। ତହୁ ମୁଁ ପାନ କଲି। ପୁଣି ସେ ଓଟମାନଙ୍କୁ ପାନ କରାଇଲା। ତାପରେ ମୁଁ ତାହାକୁ ପଚାରିଲି, ତୁମ୍ଭେ କାହାର କନ୍ୟା? ତହିଁରେ ସେ କହିଲା, ନାହୋରର ଔରସରେ ମିଲ୍କାର ପୁତ୍ର ଯେ ବଥୁଏଲ, ମୁଁ ତାଙ୍କର କନ୍ୟା। ତହୁ ମୁଁ ତାହାର ନାସିକାରେ ନଥ ଓ ହସ୍ତରେ ବଳା ପିନ୍ଧାଇଲି। ଆଉ ମୁଁ ମସ୍ତକ ନୁଆଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲି। ପୁଣି ଯେ ମୋ କର୍ତ୍ତାଙ୍କ ପୁତ୍ର ନିମନ୍ତେ ତାଙ୍କ ଭାତୃକନ୍ୟା ଗ୍ରହଣ କରିବାକୁ ମୋତେ ପ୍ରକୃତ ପଥରେ କଢ଼ାଇ ଆଣିଲେ, ମୋ
कर्ता अब्राहमकर ସେହି ସଦାପ୍ରଭୁ परमेश्वरଙ୍କର ଧନ୍ୟବାଦ କଲି। ଏ ହେତୁ ତୁମ୍ଭେମାନେ ଯେବେ ମୋ ପ୍ରଭୁଙ୍କ ସହିତ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମ୍ମତ ହୁଅ ତେବେ ତାହା କୁହ, ଆଉ ଯେବେ ନ ହୁଅ ତାହା ହିଁ କୁହ, ତହିଁରେ ମୁଁ ଦକ୍ଷିଣରେ ଅବା ବାମରେ ଫେରିଯିବି। ଏଠାରେ ଆମମାନେ ଏଲିଆଜରଙ୍କର ପ୍ରାର୍ଥନା ଦେଖାଉଛୁ ଯେ ସେ କି ପ୍ରକାର ପ୍ରାର୍ଥନା କଲେ ଯେ ହେ ପରମେଶ୍ୱର, ତୁମେ ମୋର ସ୍ୱାମୀଙ୍କର ପୁଅ ପାଇଁ ଯେଉଁ ସ୍ତ୍ରୀକୁ ତୁମେ ନିଯୁକ୍ତ କରି ରଖିଅଛ ସେହି ସ୍ତ୍ରୀକୁ ହିଁ ମୋତେ ଦେଖାଅ, ଯିଏ ତୁମରି ସେବା କାର୍ଯ୍ୟରେ ସାହାଯ୍ୟ କରିବ, ଯିଏ ତୁମରି ବିଶ୍ୱାସୀ ହେଇଥିବ ସେହି ସ୍ତ୍ରୀକୁ ମୋତେ ଦେଖାଅ। ତାହେଲେ ସେମାନେ ଭଲରେ ରହିବେ ଆଉ ତୁମରି ସେବା କରିବେ। ଏହି ପ୍ରକାରେ ସେ ବିଚାର ସହିତ ସେ ପ୍ରଭୁଙ୍କଠାରେ ପ୍ରାର୍ଥନା କରି ସେଠାକୁ ଗଲେ। ତାପରେ ସେହି ଅନୁସାରେ ସେବା କରିବା କନ୍ୟାଟି ତାଙ୍କ ଦୃଷ୍ଟିରେ ଦେଖାଗଲା। ମୋର ପ୍ରିୟ, ଆଜି ସମାଜରେ ଲୋକମାନେ ସେହି ପ୍ରକାର ପରମେଶ୍ୱରଙ୍କର ଯୋଜନା, ପରମେଶ୍ୱରଙ୍କର ଇଚ୍ଛାକୁ କେହି ଅପେକ୍ଷା କରୁନାହାନ୍ତି। ନିଜର ଇଚ୍ଛାକୁ ସେମାନେ ବାଛୁଛନ୍ତି। ପରମେଶ୍ୱରଙ୍କର ବିଶ୍ୱାସୀ ଜଣକୁ ସେମାନେ ବିବାହ କରିବା ପାଇଁ ସେମାନେ ବାଛୁନାହାନ୍ତି, କିନ୍ତୁ ସେମାନେ ସୁନ୍ଦରତାକୁ ଦେଖନ୍ତି, ଆଉ ସେମାନେ ଧନକୁ ଦେଖନ୍ତି, ଆଉ ଯେମିତି ମୋତେ ଏତିକି ଧନ ଦେଲେ ମୁଁ ବାହା ହେବି, କିମ୍ବା ଅନେକ ଡିମାଣ୍ଡ ରହୁଅଛି, କିମ୍ବା ସୁନ୍ଦରତା ଦେଖିବାକୁ ଚାହାନ୍ତି। ସୁନ୍ଦର ଥିଲେ ବାହା ହେବେ, ନହେଲେ ନାହିଁ। କିନ୍ତୁ ସେମାନଙ୍କୁ ଜଣା ନାହିଁ ସୁନ୍ଦର ଥିଲେ କିଛି ଫାଇଦା ନାହିଁ। ଯଦି ତାହାର ଗୁଣ ସିଏ ଯଦି ଅବିଶ୍ୱାସୀ ହେଇଥିବ, ସିଏ ଯଦି ତାହାର ଚରିତ୍ର ଭଲ ନଥିବ, ସିଏ ପ୍ରଭୁଙ୍କୁ ଜାଣି ନାହିଁ, ସେ ଜଣେ ଅବିଶ୍ୱାସୀ ହୋଇଥିବ, ତାହେଲେ ଆମମାନେ ବିବାହ କରିବା ବ୍ୟର୍ଥ ହେବ। ଆମମାନଙ୍କର ଜୀବନ, ଆମମାନଙ୍କର ପାରିବାରିକ ଜୀବନ ବ୍ୟର୍ଥ ହେବ। ଆମମାନେ ଆତ୍ମିକ ଜୀବନରେ ସଫଳତା ହୋଇପାରିବା ନାହିଁ। ଆମମାନେ ପରମେଶ୍ୱରଙ୍କର କାର୍ଯ୍ୟରେ ଆମମାନେ ସଫଳତା ହୋଇପାରିବା ନାହିଁ। ତେଣୁ ଏକ ବିଶ୍ୱାସୀକୁ ବାହା ହେବା ଆବଶ୍ୟକ। ଯଦି ବିଶ୍ୱାସୀକୁ ବାହା ହେବ, ତାହେଲେ ପରସ୍ପର ସେମାନେ ବୁଝାମଣା ହୋଇ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ସେମାନେ ପ୍ରାର୍ଥନା କରିବେ। ସେ ସମସ୍ୟା ନିମନ୍ତେ ଦୁହେଁ ମିଶି ପ୍ରାର୍ଥନା କରିବେ, ଆଉ ସେ ସମସ୍ୟାକୁ ଦୁହେଁ ମିଶି ସମାଧାନ କରିବା ପାଇଁ ଚେଷ୍ଟା କରିବେ। ପରସ୍ପର ସେମାନେ ଖାପ ଖୁଆଇ ଚଳିବା ପାଇଁ ଚେଷ୍ଟା କରିବେ। ଯଦି ବିଶ୍ୱାସୀ ସହିତ ବାହା ହୋଇଥିବ, ତାହେଲେ ଦୁଇ ଜଣଙ୍କ ମଧ୍ୟରେ ଆକାଶ ପୃଥିବୀର ପାର୍ଥକ୍ୟ ଦେଖାଯିବ। କିଏ କାହା ସହିତ ମେଲ ହେବ ନାହିଁ, କିଏ କାହା ସହିତ ସମାନତା ହେଇପାରିବ ନାହିଁ। ସିଏ ଯିଏ ଅବିଶ୍ୱାସୀ ହେଇଥିବ, ସିଏ ବିଶ୍ୱାସୀର କଥା ମାନିବା ପାଇଁ କେବେ ସହମତ ହେବ ନାହିଁ। ଏମିତିରେ ପରିବାର ବିଖାରି ଯିବ, ଏମିତିରେ ପରିବାର ଅଶାନ୍ତି ଆସିବ। ତାପରେ ଏଲିଆଜର ସେମାନଙ୍କୁ କହିଲେ, ତୁମେମାନେ ଯେବେ ମୋ ପ୍ରଭୁଙ୍କ ସହିତ ବା ଆବ୍ରାହମଙ୍କ ସହିତ ଯଦି ସହମତ ବା ମୋ ପ୍ରଭୁଙ୍କ ସହିତ ସହମତ ଆଉ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମ୍ମତ ହୁଅ, ତେବେ ତାହା କୁହ, ଆଉ ଯେବେ ସମ୍ମତ ନ ହୁଅ ତେବେ ବି ମୋତେ କୁହ, ତହିଁରେ ମୁଁ ଦକ୍ଷିଣରେ ଅଥବା ବାମକୁ ମୁଁ ଫେରିଯିବି। ଏଠାରେ ସେ ଡାଇରେକ୍ଟ ପଏଣ୍ଟକୁ ଆସିଲା, ଆଉ ସେ
ସେମାନଙ୍କର ଇଚ୍ଛାକୁ ସେ ଜାଣିବାକୁ ଚାହିଁଲା। ସେତେବେଳେ ଲାବାନ ଓ ବତୁଏଲ ତାହାଙ୍କୁ ଉତ୍ତର ଦେଇ କହିଲେ, ସଦାପ୍ରଭୁଙ୍କ ଠାରୁ ଏହି ଘଟଣା ହୋଇଅଛି। ଏଥିରେ ଆମ୍ଭେମାନେ ଭଲ ମନ୍ଦ କିଛି ଆଉ କହି ନପାରୁ। ଦେଖ, ରିବିକା ତୁମ୍ଭ ସମ୍ମୁଖରେ ଅଛି, ତାହାକୁ ଘେନି ପ୍ରସ୍ଥାନ କର। ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେ ତୁମ୍ଭ କର୍ତ୍ତାଙ୍କ ପୁତ୍ରର ଭାର୍ଯ୍ୟା ହେଉ। ଏହି ବାକ୍ୟରେ ଆମେ ଜାଣିବାକୁ ପାଉଅଛୁ ଯେ ପରମେଶ୍ୱରଙ୍କର ଇଚ୍ଛା ଯେଉଁଠି ଅଛି ତାହା ମନୁଷ୍ୟ ତାହା କେବେ ବନ୍ଦ କରିପାରିବ ନାହିଁ। ପରମେଶ୍ୱରଙ୍କର ସେହି ପ୍ରକାର ଯୋଜନା ଥିଲା, ତେଣୁ ସେମାନେ ଆଉ ତାହା ତିରସ୍କାର କରିପାରିଲେ ନାହିଁ, ମନା କରିପାରିଲେ ନାହିଁ। ସେମାନେ ପରମେଶ୍ୱରଙ୍କୁ ଭୟ କରି ସେହି ସମୟରେ ପରମେଶ୍ୱରଙ୍କୁ ସେମାନେ କେତେ ଭକ୍ତିର ସହିତ ମାନୁଥିଲେ ନ ମାନୁଥିଲେ ଅନ୍ୟ କଥା, କିନ୍ତୁ ସେମାନେ କହିଲେ ଯେ ଏଲିଆଜାରଙ୍କୁ ଏହା ପରମେଶ୍ୱରଙ୍କ ତରଫରୁ ହେଇଅଛି, ଏହା ପରମେଶ୍ୱରଙ୍କର ଯୋଜନା ହୋଇଅଛି। ତେଣୁ ଆପଣ ଯେ ପ୍ରକାରେ କହିଲେ ସେ ସମସ୍ତ ଘଟଣା ଆମମାନେ ଦେଖୁଅଛୁ, ତେବେ ଏଠାରେ ଆମମାନେ ଆଉ ମନା କରିପାରିବୁ ନାହିଁ। ଆମମାନେ ଭଲ କି ମନ୍ଦ ଆଉ କିଛି ଆମେ କହିପାରିବୁ ନାହିଁ। ଆଉ ତୁମେ ରିବିକାକୁ ନେଇଯାଇପାର, ଏହି ପ୍ରକାର କହିବାର ଆମମାନେ ଏଠାରେ ଦେଖୁଅଛୁ। ତାପରେ ଯଦି ଆମମାନେ 50 ପଦ ଠାରୁ ଆଗକୁ 51 ପଦ ଠାରେ ଆମମାନେ ଦେଖିବା, ସେଠାରେ ଲେଖା ଅଛି, ଦେଖ ରିବିକା ତୁମ୍ଭ ସମ୍ମୁଖରେ ଅଛି, ତାହାକୁ ଘେନି ପ୍ରସ୍ଥାନ କର। ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେ ତୁମ୍ଭ କର୍ତ୍ତାଙ୍କର ପୁତ୍ରର ଭାର୍ଯ୍ୟା ହେଉ। ତାପରେ ସେତେବେଳେ ଆବ୍ରାହମଙ୍କର ଦାସ ଏଲିଆଜାର ସେମାନଙ୍କଠାରୁ ଏହି କଥା ଶୁଣିବା ମାତ୍ରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିଷ୍ଠ ପ୍ରଣାମ କଲେ। ପରମେଶ୍ୱରଙ୍କୁ ସେ ଧନ୍ୟବାଦ କଲେ। ଏଥିରୁ ଆମେ ଶିଖୁ ଯେ ଆମମାନଙ୍କୁ ନିତାନ୍ତ ପରମେଶ୍ୱରଙ୍କର ଆଶୀର୍ବାଦର କାର୍ଯ୍ୟ ପାଇଁ ଆମେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ନିତାନ୍ତ ଆବଶ୍ୟକ। ପରମେଶ୍ୱରଙ୍କ ନିକଟରେ ଆମେ ଯେକୌଣସି ବିଷୟ ପାଇଁ ଆମେ ପ୍ରାର୍ଥନା କରିଅଛୁ, ଆଉ ସେ ପ୍ରାର୍ଥନା ଅନୁସାରେ ପରମେଶ୍ୱର ଯଦି ସଫଳ କରୁଅଛନ୍ତି, ଆମମାନଙ୍କର କର୍ତ୍ତବ୍ୟ ଯେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା। ତାପରେ ଆମମାନେ ଆଗକୁ ଯେତେବେଳେ ଦେଖୁ, ସେ ତାହାଙ୍କ ପାଇଁ ସେ ଦାସ ରୂପା ଓ ସୁନାର ଆଭରଣ ଓ ବସ୍ତ୍ର ବାହାର କରି ରିବିକାକୁ ଦେଲା। ପୁଣି ତାହାର ଭ୍ରାତା ଓ ମାତାକୁ ହିଁ ବହୁମୂଲ୍ୟ ଦ୍ରବ୍ୟ ଦେଲା। ତହିଁରେ ସେ ଓ ତାହାର ସଙ୍ଗୀଗଣ ଭୋଜନ ପାନ କରି ସେହିଠାରେ ରାତ୍ରିକ୍ଷେପଣ କଲେ। ଏଉତାର ସେମାନେ ପ୍ରଭାତରେ ଉଠନ୍ତେ ସେହି ଦାସ କହିଲା, ମୋ ପ୍ରଭୁଙ୍କ ନିକଟକୁ ଯିବାକୁ ମୋତେ ବିଦାୟ କର। 33 ପଦରେ ଭୋଜନ କରିବା ପାଇଁ ନିମନ୍ତ୍ରଣ କରାଯାଇଥିଲା, ତାହା 53 ପଦରେ ଭୋଜନ କରୁଥିବାର ଆମେ ଦେଖୁଅଛୁ। ଯେମିତିକି ସେ କହିଲେ ଯେ ଯେଉଁ ଉଦ୍ଦେଶ୍ୟ ପାଇଁ ମୁଁ ଆସିଅଛି, ସେ ଉଦ୍ଦେଶ୍ୟ ଯେଉଁ ପର୍ଯ୍ୟନ୍ତ ପୂର୍ଣ୍ଣ ହେବ ନାହିଁ, ମୁଁ ଭୋଜନ କରିବି ନାହିଁ। ତେଣୁ ତାହାଙ୍କର କାର୍ଯ୍ୟ ଯେତେବେଳେ ସଫଳ ହୋଇଗଲା, ସେ ବର୍ତ୍ତମାନ ଭୋଜନ କରିବା ପାଇଁ ସେ ପ୍ରସ୍ତୁତ ହେଲେ। ସେ ପ୍ରଭାତରେ ଉଠି ସେ କହିଲେ, ମୋତେ ମୋ ସ୍ୱାମୀଙ୍କ ଘରକୁ ଯିବା ପାଇଁ ମୋତେ ଅନୁମତି ଦିଅ, ମୋତେ ବିଦାୟ କର। ତାପରେ ସେହି ସମୟରେ ରିବିକାର ମାତା ସେମାନେ କହିଲେ ଯେ ଆଉ 10 ଦିନ କମ୍ ସେ କମ୍ ଆମ ସହିତ ଆମ ଝିଅ ରହୁ, ତାପରେ ତୁମେ ନେଇକି ଯିବ। ସେହି ସମୟରେ ଏଲିଆଜାର କହିଲେ ଯେ ମୋର କାର୍ଯ୍ୟ ବର୍ତ୍ତମାନ ସମାପନ ହୋଇଯାଇଅଛି। ମୋର କାର୍ଯ୍ୟ ପରମେଶ୍ୱର ମୋର କାର୍ଯ୍ୟକୁ ପୂର୍ଣ୍ଣ କରିଅଛନ୍ତି। ମୁଁ ଆଉ ଏଠାରେ ରହିପାରିବି ନାହିଁ। ମୁଁ ସେବା କରିବା ପାଇଁ ମୋ ସ୍ୱାମୀଙ୍କ ନିକଟକୁ ମୁଁ ଯଥାଶୀଘ୍ର ଫେରିଯିବି। ଏଠାରେ ଆମମାନେ
ଶିକ୍ଷଣୀୟ ବିଷୟ ଆମମାନେ ଦେଖୁଅଛୁ ଯେ ବ୍ୟର୍ଥରେ ଆମମାନେ କୌଣସି ସମୟକୁ ବ୍ୟତୀତ କରିବା ଉଚିତ ନୁହଁ। ଯେଉଁ ଦାୟିତ୍ୱ ଆମମାନଙ୍କୁ ଦିଆଯାଇଅଛି ସେ ଦାୟିତ୍ୱକୁ ଆମମାନେ ସମୟ ଅନୁସାରେ ବ୍ୟବହାର କରିବାକୁ ପଡ଼ିବ। କାରଣ ସମୟ ସନ୍ନିକଟ, ସମୟକୁ ବହୁମୂଲ୍ୟ ବୁଝିବାକୁ ପଡ଼ିବ, ସମୟକୁ ବହୁମୂଲ୍ୟ ମାନିବାକୁ ପଡ଼ିବ। ତେଣୁ ଏଲିଆଜର କହିଲେ, ମୋର ଯେଉଁ କର୍ତ୍ତବ୍ୟ ମୁଁ କରିବା ପାଇଁ ଆସିଥିଲି ତାହା ସରିଯାଇଛି, ଆଉ ମୁଁ 10 ଦିନ ବ୍ୟର୍ଥ ମୁଁ ଏଠାରେ ରହିବି ନାହିଁ। ତେଣୁ ମୁଁ ଯାଇ ଆଉ ମୋର ସ୍ୱାମୀଙ୍କର ସେବା କରିବାର ଅଛି। ତେଣୁ ମୁଁ ମଧ୍ୟ ପରମେଶ୍ୱରଙ୍କ ଠାରେ ଏହା ପ୍ରାର୍ଥନା କରେ, ପ୍ରଭୁ ତୁମେ ଯେଉଁ କାର୍ଯ୍ୟ ପାଇଁ ମୋତେ ନିଯୁକ୍ତ କରିଅଛ ସେହି କାର୍ଯ୍ୟ କରିବା ପାଇଁ ମୋତେ ସାହାଯ୍ୟ କର। ଆଉ ସେ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ମୋତେ ଏ ପୃଥିବୀ ଠାରୁ ମୋତେ ନେଇଯାଅ। ମୋ ବ୍ୟର୍ଥରେ ମୁଁ ଏ ପୃଥିବୀରେ ମୁଁ ରହିବାକୁ ଚାହେଁ ନାହିଁ। ଏହା ମୁଁ ପ୍ରଭୁଙ୍କ ଠାରେ ମୁଁ ପ୍ରାର୍ଥନା କରିଅଛି। ଆମମାନଙ୍କର ପୃଥିବୀରେ ବ୍ୟର୍ଥରେ ରହିବା, ବିନା ଉଦ୍ଦେଶ୍ୟରେ ରହିବା, ବିନା କାର୍ଯ୍ୟରେ ରହିବା ତାହା ବ୍ୟର୍ଥ ଅଟେ। ଆମମାନଙ୍କୁ ପରମେଶ୍ୱରଙ୍କ ନିମନ୍ତେ କିଛି କରିବାକୁ ପଡ଼ିବ। ଯେଉଁ ଦାୟିତ୍ୱ ଆମମାନଙ୍କୁ ଦିଆଯାଇଅଛି ସେ ଦାୟିତ୍ୱକୁ ଆମମାନଙ୍କୁ ପୁରା କରିବାକୁ ପଡ଼ିବ। ଏକ ସତ୍ୟ ସେବକ ସେ ତାଙ୍କର କାର୍ଯ୍ୟକୁ ସମ୍ପୂର୍ଣ୍ଣ କଲା ପରେ ସେ ଦିଆଯାଇଥିବା ଦାୟିତ୍ୱକୁ ବା ତାଙ୍କର କାର୍ଯ୍ୟକୁ ସେ ପୁନର୍ବାର ଫେରିଯିବାର ଅଛି। କାର୍ଯ୍ୟ ଯଦି ସଫଳ ହେଲା, ଆମମାନେ ସମୟକୁ ବ୍ୟର୍ଥରେ ଆମମାନେ ସମୟକୁ ନଷ୍ଟ କରିବା ଆବଶ୍ୟକ ନୁହଁ। ତାପରେ ସେମାନେ କହିଲେ, ଆମ୍ଭେମାନେ କନ୍ୟାକୁ ଡାକି ତାହାକୁ ସାକ୍ଷାତରେ ପଚାରିଲା ପରେ ତମେ ତାକୁ ନେଇକି ଯିବ। ତାପରେ ସେମାନେ ରେବେକାକୁ ଡାକି କହିଲେ, ତୁମ୍ଭେ କି ଏହି ମନୁଷ୍ୟ ସଙ୍ଗରେ ଯିବ? ତହୁଁ ସେ କହିଲା, ହଁ ମୁଁ ଯିବି। ଏଠାରେ ଆମେ ଦେଖୁ ଯେ କୌଣସି ଏକ ସ୍ତ୍ରୀ ବିବାହ ହେଲା ପରେ, ବିବାହର କଥା ନିଷ୍ପତ୍ତି ହୋଇଗଲା ପରେ ସେ ନିଜ ଘରେ ରହିବାକୁ ଚାହେଁ ନାହିଁ। ଏଠାରେ ରେବେକା ମଧ୍ୟ ସେ କଥାଟି ଯେତେବେଳେ ସମ୍ପୂର୍ଣ୍ଣ ହୋଇଗଲା ଯେ ବିବାହ ହେବା ପାଇଁ, ତ ଆଉ ସିଏ ତାଙ୍କ ଘରେ ରହିବାକୁ ସେ ଚାହିଁଲା ନାହିଁ। ସେ ତୁରନ୍ତ ତାଙ୍କର ସ୍ୱାମୀଙ୍କ ନିକଟକୁ ସେ ଯିବା ପାଇଁ ପ୍ରସ୍ତୁତ ହେଲା। ତ ଆଜି ସମାଜରେ ମଧ୍ୟ ଅନେକ ସ୍ତ୍ରୀମାନେ ବିବାହ ହେଲା ପରେ ସ୍ୱାମୀଙ୍କ ସହିତ ରହିବା ପାଇଁ ବା ଜଲ୍ଦି ସ୍ୱାମୀଙ୍କ ନିକଟକୁ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି। ତାପରେ ଆମେ ଏଠାରେ ଦେଖୁଛୁ ସେତେବେଳେ ସେମାନେ ଆପଣା ଭଗିନୀ ରେବେକାକୁ ଓ ତାହାର ଧାତ୍ରୀକୁ ପୁଣି ଆବ୍ରାହମଙ୍କର ଦାସ ଓ ତାହାର ଲୋକମାନଙ୍କୁ ବିଦାୟ କଲେ। ପୁଣି ରେବେକାକୁ ଆଶୀର୍ବାଦ କରି କହିଲେ, ତୁମ୍ଭେ ଆମମାନଙ୍କର ଭଗିନୀ ସହସ୍ର ଲୋକର ମାତା ହୁଅ। ତୁମ୍ଭର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ। ଏହି ପ୍ରକାର ସେମାନେ ରେବେକାକୁ ଆଶୀର୍ବାଦ ଦେଇ ବିଦାୟ କଲେ। ଆଉ ଯେମିତି କି ପରମେଶ୍ୱର ଆବ୍ରାହମକୁ ଆଶୀର୍ବାଦ କରିଥିଲେ କି ତୁମେ ବହୁ ବଂଶ ହୁଅ, ଆଉ ତୁମେ ପ୍ରଜାବନ୍ତ ହୁଅ, ତୁମେ ବହୁ ବଂଶ ହୁଅ, ଆଉ ତୁମର ବଂଶ ଆକାଶର ତାରାଗଣ ସଦୃଶ ହେବ, ତୁମର ବଂଶ ସମୁଦ୍ରର ବାଲୁ ସଦୃଶ ହେବ। ଠିକ୍ ସେହି ପ୍ରକାରେ ପରମେଶ୍ୱର ଏହି ରେବେକା ଇସାକଙ୍କ ବଂଶ ଦେଇ ସେହି ପ୍ରକାରେ ବଂଶକୁ ବୃଦ୍ଧି କଲେ। ତାପରେ ଏଠାରେ ରେବେକାଙ୍କର ପରିବାର ଲୋକ ମଧ୍ୟ ତାକୁ ଆଶୀର୍ବାଦ ଦେଇ ପଠାଉଛନ୍ତି, ତୁମେ ସହସ୍ର ଲୋକଙ୍କର ତୁ ମାତା ହୋ। ଆଉ ପରମେଶ୍ୱରଙ୍କର ଆଶୀର୍ବାଦ ବି ସେହି ପ୍ରକାର ହିଁ ଥିଲା।
ତାପରେ ଆମେ ଦେଖୁଛୁ ରିବିକା ଓ ତାହାର ଦାସୀମାନେ ଉଠି ଅଟୋ ଉପରେ ଚଢ଼ି ସେହି ମନୁଷ୍ୟର ପଛେ ପଛେ ଯାତ୍ରା କଲେ। ଏହି ରୂପେ ସେହି ଦାସ ରିବିକାକୁ ଘେନି ପ୍ରସ୍ଥାନ କଲା। ଏଠାରେ ଏଲିଆଜରଙ୍କୁ ଦାସ ବୋଲି ଏଲିଆଜର ନାମ ଦିଆଯାଏ ନାହିଁ, ଦାସ ବୋଲି କୁହାଯାଇଛି। ଏଠାରେ ଏଲିଆଜର ପବିତ୍ର ଆତ୍ମାଙ୍କର ଦାୟିତ୍ୱ ସେ ଏଠାରେ ନିଭାଉଛନ୍ତି। ଯେମିତି କି ପବିତ୍ର ଆତ୍ମା ମଣ୍ଡଳୀକୁ ସେ କଲେକ୍ଟ କରି ସେ ଯୀଶୁଙ୍କ ନିକଟକୁ ନେଇଯିବ, ସେମିତି ସେ ଏକ ରିବିକାକୁ ସେ ଆବ୍ରାହମଙ୍କ ପୁତ୍ରଙ୍କ ନିକଟକୁ ସେ ନେଇଯାଉଛି। ଏଠାରେ ଆମେ ଯେମିତିକି ମୁଁ ଆଗରେ କହିଥିଲି ଯେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ରୂପର କାର୍ଯ୍ୟ ଆମେ ଏଠାରେ ଦେଖୁଅଛୁ। ଆବ୍ରାହମ ପିତାଙ୍କ ରୂପରେ ଆମେ ଦେଖୁଅଛୁ, ଆଉ ଇସାକଙ୍କୁ ପୁତ୍ରଙ୍କ ରୂପରେ କାର୍ଯ୍ୟ କରିଥିବାର ଆମେ ଦେଖୁଅଛୁ, ଆଉ ଏଲିଆଜର ପବିତ୍ର ଆତ୍ମାଙ୍କ ରୂପରେ କାର୍ଯ୍ୟ କରିଥିବାର ଆମେ ଦେଖୁଅଛୁ। ପିତା ପଠେଇଲେ, ଆବ୍ରାହମ ପଠେଇଲେ ପବିତ୍ର ଆତ୍ମା ଏଲିଆଜରଙ୍କୁ, ଆଉ ସେ ଯୀଶୁଙ୍କ ନିକଟକୁ ନେଇଯାଉଅଛନ୍ତି। ଯେମିତି ମଣ୍ଡଳୀ ଯୀଶୁଙ୍କ ନିକଟକୁ, ପବିତ୍ର ଆତ୍ମା ଯୀଶୁଙ୍କ ନିକଟକୁ ମଣ୍ଡଳୀକୁ ନେଇକି ଯିବ, ଠିକ୍ ସେହି ପ୍ରକାର ଏଠାରେ ଆମେ ଦେଖୁଛୁ ସେ ଏଲିଆଜର ରିବିକାକୁ ସେ ନେଇକି ଯାଉଅଛନ୍ତି। ରିବିକାକୁ ନେଇକି ଯାଉଅଛନ୍ତି। ତାପରେ ସେହି ସମୟରେ ଇସାକ ଦକ୍ଷିଣ ଦେଶରେ ବାସ କରୁଥିଲା। ଦକ୍ଷିଣ ଦିଗରେ ସେ ଦକ୍ଷିଣ ଦେଶରେ ବାସ କରିବାରୁ ବେର୍ଲାର ରୋଇ ନାମକ ସ୍ଥାନକୁ ଯାଇ ଫେରି ଆସିଥିଲା। ପୁଣି ସନ୍ଧ୍ୟାବେଳେ ଧ୍ୟାନ କରିବା ପାଇଁ କ୍ଷେତ୍ରକୁ ଯାଇଥିଲା। ଏଥିମଧ୍ୟରେ ଅନାଇ ଓଟଗଣକୁ ଆସିବାର ଦେଖିଲା। ସେତେବେଳେ ରିବିକା ଅନାଇ ଇସାକକୁ ଦେଖି ଓଟ ଉପରୁ ଓହ୍ଲାଇଲା। ପୁଣି ସେ ସେହି ଦାସକୁ ପଚାରିଲା, ଆମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଯେ କ୍ଷେତ୍ର ମଧ୍ୟରେ ଆସୁଅଛି, ସେହି ପୁରୁଷ କିଏ? ତହିଁରେ ଦାସ ବା ଏଲିଆଜର କହିଲା, ସେ ମୋହର ପ୍ରଭୁ। ଏଣୁ ରିବିକା ଗୋଳଣି ନେଇ ଆପଣାକୁ ଆଚ୍ଛାଦନ କଲା। ଅନନ୍ତର ସେହି ଦାସ ଇସାକକୁ ଆପଣା କୃତ କର୍ମର ସମସ୍ତ ବିବରଣ ସେ କହିଦେଲା। ସେତେବେଳେ ଇସାକ ରିବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନିଯାଇ ତାହାକୁ ବିବାହ କଲା। ପୁଣି ସେ ତାହାକୁ ପ୍ରେମ କଲା। ତହିଁରେ ଇସାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲା। ଏଠାରେ ଇସାକ ସେ ତାର ମାତାଙ୍କ ମୃତ୍ୟୁ ପରେ ସେ ଦୁଃଖ ଅବସ୍ଥାରେ ଥିଲେ, ଆଉ ସେହି ସମୟରେ ସେ ଏକ ପଦାକୁ ଯାଇ ସେ ପ୍ରାର୍ଥନା କରୁଥିଲେ। ପ୍ରାର୍ଥନା କରୁଥିବା ସମୟରେ ସେ ଦେଖିଲେ ଯେ ଓଟ ଗୁଡ଼ାକ ଚାଲି ଆସୁଥିବାର। ଏଠାରେ ଇସାକଙ୍କ 63 ପଦରେ ଆମେ ଧ୍ୟାନ ଦେବାର ଅଛି ଯେ ସନ୍ଧ୍ୟାବେଳେ ସେ ଧ୍ୟାନ କରିବା ପାଇଁ କ୍ଷେତ୍ରକୁ ଯାଇଥିଲା। ଏଥିମଧ୍ୟରେ ଅନାଇ ଓଟଗଣକୁ ଆସିବାର ଦେଖିଲା। ତାମାନେ ସେ ସନ୍ଧ୍ୟା ସମୟରେ ଧ୍ୟାନ କରିବା ପାଇଁ ସେ ଯାଇଥିଲା। କ'ଣ ଧ୍ୟାନ? ପରମେଶ୍ୱରଙ୍କର ଧ୍ୟାନ, ପ୍ରାର୍ଥନା କରିବା ପାଇଁ ସେ ଧ୍ୟାନ କରିବା ପାଇଁ ଯାଇଥିଲେ। ସେହି ସମୟରେ ସେ ଓଟଗଣକୁ ଆସିବାର ଦେଖିଲେ। ମୋର ପ୍ରିୟ, ଏକାନ୍ତ ସମୟରେ ପ୍ରାର୍ଥନା କରିବା, ପରମେଶ୍ୱରଙ୍କର ଧ୍ୟାନ କରିବା, ଏହା ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଆମମାନଙ୍କ ନିମନ୍ତେ ଆଶୀର୍ବାଦର କାରଣ ଅଟେ। ଯେତେବେଳେ ଇସାକ ସେହି ଓଟମାନଙ୍କୁ ଦେଖି ସେଠାକୁ ଚାଲି ଆସୁଅଛନ୍ତି, ତାହା ଦେଖି 64 ପଦରେ
ରିବିକା ପଚାରିଲେ। ରିବିକା ଅନାଇ ଇସାକକୁ ଦେଖି ଓଟ ଉପରୁ ଓହ୍ଲାଇଲା। ପୁଣି ସେ ସେହି ଦାସକୁ ପଚାରିଲା, ଆମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଯେ କ୍ଷେତ୍ର ମଧ୍ୟରେ ଆସୁଅଛି ସେହି ପୁରୁଷ କିଏ? ତହିଁରେ ସେ ଦାସ କହିଲା, ସେ ମୋହର ପ୍ରଭୁ ଅଟେ, ମୋହର ପ୍ରଭୁ। ଏଣୁ ରିବିକା ଘୋଡ଼ଣୀ ନେଇ ଆପଣାକୁ ଆଚ୍ଛାଦନ କଲା। ସେ ଘୋଡ଼ଣୀ ନେଇ ସେ ନିଜକୁ ଆଚ୍ଛାଦନ କଲା, ତାକୁ ସେ କଭର କଲା। ତାର ଅର୍ଥ ଏଠାରେ ଆମମାନେ ଦେଖିବାକୁ ପାରୁଛୁ, ଏହା ନିଜକୁ ନମ୍ରତା କରିବାର ସ୍ୱଭାବ ଆମମାନଙ୍କୁ ଦର୍ଶାଏ। ଯେମିତିକି ଏଫେସୀୟ ପତ୍ରୀ 5 ପର୍ବରେ ଯଦି ଆମେ ପଢ଼ିବା, ସେଠାରେ ଲେଖା ଅଛି ଯେ ହେ ପତ୍ନୀ, ଆପଣ ଆପଣା ପତି ବା ସ୍ୱାମୀର ଅଧୀନରେ ରୁହ। ତ ଅଧୀନତାକୁ ଆମେ ଏଠାରେ ଦେଖୁଅଛୁ। ଏଠାରେ ରିବିକା ମଧ୍ୟ ସେ ଇସାକଙ୍କୁ ଦେଖି ସେ ନିଜର ଅଧୀନତାକୁ ସେ ଦେଖାଉଛି। ରିବିକାଙ୍କ ଅଧୀନରେ ସେ ରହିବା ପାଇଁ ସେ ନିଜକୁ ସେ ନମ୍ର କରୁଅଛି, ଆଉ ସେ ଓଢ଼ଣୀକୁ କାଢ଼ି ସେ ଗୋଡ଼ଉଛି। ତାପରେ ସେହି ଦାସ ଏଲିଆଜର ଇସାକକୁ ଆପଣାକୃତ ସମସ୍ତ କର୍ମର ବିବରଣ ସେ କହିଲା। ସେ କି ପ୍ରକାରେ ଗଲା, ଆଉ ତା ଜୀବନରେ କ'ଣ କ'ଣ ସବୁ ଘଟିଲା, ସେ କେମିତି ସେ ତାଙ୍କ ସହିତ କଥାବାର୍ତ୍ତା କଲେ, ଆଉ ସମସ୍ତ ଘଟଣାବଳୀ ସେ କେମିତି ତାହାକୁ ନେଇକି ଆସିଲେ, ସମସ୍ତ ଘଟଣାବଳୀ ସେ ଇସାକଙ୍କୁ କହିଲେ। ଆଉ ତାପରେ ଇସାକ ରିବିକାକୁ ସେ ଗ୍ରହଣ କରି ଆପଣା ମାତା ସାରାଙ୍କ ତମ୍ବୁକୁ ସେ ଘେନିଯାଇ ତାହାକୁ ବିବାହ କଲା। ପୁଣି ସେ ତାହାକୁ ପ୍ରେମ କଲା। ତହିଁରେ ଇସାକ ମାତୃ ମରଣ ଶୋକରୁ ସାନ୍ତ୍ୱନା ପାଇଲା। ତା ପୂର୍ବରୁ ସେ ବହୁତ ଦୁଃଖରେ ଥିଲା। ଏଫେସୀୟଙ୍କ ପତ୍ରୀ 5 ପର୍ବରେ ଯେଉଁ ଆମମାନେ ଦେଖିଲୁ, ସେ ଲେଖା ଅଛି ଯେ ତୁମେ ସ୍ତ୍ରୀ ଏବଂ ପୁରୁଷମାନଙ୍କ ନିମନ୍ତେ ଲେଖା ଅଛି, ସ୍ତ୍ରୀ ନିଜର ସ୍ୱାମୀର ଅଧୀନରେ ରହିବା ପାଇଁ ସେଠାରେ କୁହାଯାଇଛି। ପୁଣି ସ୍ୱାମୀକୁ ସ୍ତ୍ରୀଙ୍କୁ ପ୍ରେମ କରିବା ପାଇଁ କୁହାଯାଇଅଛି। ସେହି ପ୍ରକାରେ ଏଠାରେ ଆମମାନେ ଦେଖୁଛୁ ଯେ ରିବିକା ଇସାକଙ୍କ ଅଧୀନରେ ରହିଲା, ସେ ନିଜକୁ ନମ୍ର କଲା। ପୁଣି ଇସାକ ରିବିକାକୁ ସେ ପ୍ରେମ କଲା। ଆମେ ଯେଉଁ ଲାଷ୍ଟ ପଦରେ ଆମେ ପଢ଼ୁଅଛୁ, ଏଠାରେ ଲେଖା ଅଛି, ପୁଣି ସେ ତାହାକୁ ପ୍ରେମ କଲା। ତହିଁରେ ଇସାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲା ବୋଲି ଲେଖା ଅଛି। ସେ ମାତୃମରଣରେ ସେ ମାତୃମରଣ ପରେ ରିବିକାକୁ ପାଇଲା ପରେ ତାକୁ ଶାନ୍ତି ମିଳିଲା। କାରଣ ତାର ମା'ର ମୃତ୍ୟୁ ହୋଇ ମାତ୍ର 3 ବର୍ଷ ବୟସ ବିତିଥିଲା। ସେହି ସମୟରେ ତାକୁ ଦୁଃଖ ଥିଲା, କିନ୍ତୁ ଯେତେବେଳେ ସେ ରିବିକାକୁ ପାଇଲା ପତ୍ନୀ ରୂପରେ, ସ୍ତ୍ରୀ ରୂପରେ, ତାକୁ ଶାନ୍ତି ମିଳିଲା। ଏଠାରେ ଲେଖା ଅଛି ଯେ ଶାନ୍ତି ମିଳିଲା ବୋଲି। ପ୍ରତ୍ୟେକ ମନୁଷ୍ୟକୁ ଯେତେବେଳେ ସ୍ତ୍ରୀ ପୁରୁଷ ସେମାନେ ପ୍ରେମରେ ରୁହନ୍ତି, ଆଉ ସତରେ ଜୀବନରେ ଶାନ୍ତି ଆସିଥାଏ। ଯେତେବେଳେ ସ୍ତ୍ରୀ ପୁରୁଷ ସେମାନେ ବିବାହ କରନ୍ତି, ବିବାହ ପରେ ସେମାନଙ୍କର ବିବାହିତ ଜୀବନ ଯଦି ପ୍ରେମରେ କାଟୁଅଛି, ତାହେଲେ ସେମାନେ ଶାନ୍ତିରେ ଅଛନ୍ତି। ତେଣୁ ଆମମାନଙ୍କୁ ମଧ୍ୟ ଏହି ବାକ୍ୟ ଅନୁସାରେ ଆମମାନେ ପ୍ରେମରେ ସହିତ ନିଜର ପରିବାରକୁ ଗଠନ କରିବାକୁ ଶିଖିବା। ଏହି ସମ୍ପୂର୍ଣ୍ଣ 24 ଅଧ୍ୟାୟରେ ଯେଉଁ ଆମମାନେ ଶିଖିଲୁ, ଇସାକଙ୍କର ବିବାହ ଜୀବନ କିପରି ହେଲା, ତାହା ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ, ଏବଂ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କଲେ। ଆଉ ପରମେଶ୍ୱର
ତାଙ୍କୁ ଶାନ୍ତି ଦେଲେ, ସେହି ପରମେଶ୍ୱର ଆଜି ଆମମାନଙ୍କ ପରିବାରକୁ ମଧ୍ୟ ସେ ଶାନ୍ତି ଦେବେ। ପ୍ରଭୁ ଆଶୀର୍ବାଦ କରନ୍ତୁ।